ठीक ଅଛି ହାଇଡ୍ରୋଲୋଜିକାଲ ସାଇକେଲ ହେଲା ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଆଉ ତମର ହାଇଡ୍ରୋଲୋଜିର ମେନ୍ ୱେଟେଜ ଏଇଥିରୁ ହିଁ ଆସୁଛି ହାଇଡ୍ରୋଲୋଜିକାଲ ସାଇକେଲରୁ। ତ ହାଇଡ୍ରୋଲୋଜିକାଲ ସାଇକେଲରେ ଆମର ଭେରିୟସ୍ ଷ୍ଟେଜେସ୍ ଅଛି। ତ ଭେରିୟସ୍ ଷ୍ଟେଜେସ୍ ହେଲା ଯେମିତି କି ତମକୁ କହିଦଉଛି ଫର୍ଷ୍ଟ ହେଲା ଆମର ପ୍ରେସିପିଟେସନ, ସେକେଣ୍ଡ ଇନଫିଲ୍ଟ୍ରେସନ, ଥର୍ଡରେ ଇଣ୍ଟରସେପ୍ସନ। ଠିକ ଅଛି। ଫୋର୍ଥରେ ତମର ହେଲା ଇଭାପୋରେସନ, ଟ୍ରାନ୍ସପିରେସନ, ଆଉ ହେଲା ଆମର କଣ ରନ୍ ଅଫ୍। ଠିକ ଅଛି। ତ ଆମର ବେସିକାଲି ଆମେ ତିନିଟା ଜିନିଷକୁ ଡିଭାଇଡ କରୁଛେ, ପ୍ରେସିପିଟେସନ, ରନ୍। ଏତିକି ସବୁ ହେଲା ଆମର ପ୍ରେସିପିଟେସନ ଟା ଗୋଟେ ଜିନିଷ ମନେ ରଖିଥାଏ, ଏଇଟା ହେଲା ଇନଫ୍ଲୋ। ଇଏ ସବୁ ହେଲା ଆମର କଣ ଲସେସ୍, ଆଉ ଏଇଟା ହେଲା କଣ ଆଉଟଫ୍ଲୋ। ଠିକ ଅଛି। ତ ବେସିକାଲି ତିନିଟା ପଟେ ଡିଭାଇଡ, ଇନଫ୍ଲୋ, ଲସେସ୍ ଆଣ୍ଡ ଆଉଟଫ୍ଲୋ। ପ୍ରେସିପିଟେସନ ହେଲା ଆମର ଇନଫ୍ଲୋ, ବାକି ଯେତିକି ରହିଲା ହେଲା ଲସେସ୍, ଲାଷ୍ଟଟା ରନ୍ ଅଫ୍ ହେଲା ତମର ଆଉଟଫ୍ଲୋ। ସାର୍ ତ ଇଣ୍ଟରସେପ୍ସନ ଟା କଣ ଟିକେ କହିପାରିବେ କି? ହଁ ମୁଁ ଇଣ୍ଡିଭିଜୁଆଲ ଏଗୁଡା ସବୁ ଗୁଡା ତମକୁ କହିଦେଇ ଯାଉଛି, କାରଣ ତମର ଓକେ ଓକେ ସାର୍ ଓକେ ହାଇଡ୍ରୋଲୋଜିର ମେନ୍ ହେଲା ସବୁ କନସେପ୍ଟ ରୁ ହିଁ କ୍ୱେଶ୍ଚନ ଆସିବ, ନ୍ୟୁମରିକାଲ ଏଥିରେ ବେଶୀ ନାହିଁ। ତ କନସେପ୍ଟ ହିଁ ଆମେ ଡିଟେଲ୍ସରେ ଟିକେ ବୁଝିଦବା। ଠିକ ଅଛି ତ ଷ୍ଟାର୍ଟ କରିବା ଆମର, ଯେମିତି କି ଇଏ ଅଛି ଫର୍ଷ୍ଟ ହେଲା ପ୍ରେସିପିଟେସନ। ପ୍ରେସିପିଟେସନ ତ ଜାଣିଛ ଆମର କଣ ହେଲା, ଫର୍ଷ୍ଟ ଯେମିତି ରେନଫଲ ତମେ ଦେଖୁଛ, ତ ଜେନେରାଲି ପ୍ରେସିପିଟେସନ ହେଲା ଏନି ଫର୍ମ ଅଫ ୱାଟର ଯୋଉଟା କି ଆମ ଆର୍ଥ ସରଫେସ କୁ ଆସୁଛି। ଠିକ ଅଛି। ପ୍ରେସିପିଟେସନ ହେଲା ଯୋଉଟା ଡିପୋଜିଟ ଅଫ ୱାଟର ଆସୁଛି ଟୁ ଆର୍ଥ ସରଫେସ। ଠିକ ଅଛି, ଏଇଟା ହେଲା ପ୍ରେସିପିଟେସନ। ଡିପୋଜିଟ ଅଫ ୱାଟର ଇନ ଦ ଫର୍ମ ଅଫ କଣ କଣ ଆସିପାରେ, ଆମର ରେନ୍ ଆସିପାରେ, ସ୍ନୋ ଆସିପାରେ, ହେଲ୍ ଆସିପାରେ, ଏମିତି ଭେରିୟସ୍ ଅଦର ଫର୍ମସ ଅଫ ପ୍ରେସିପିଟେସନ ରହୁଛି। ଠିକ ଅଛି, ସେଟା ବି ଆମେ ଡିଟେଲ୍ସରେ ପଢିବା। ତ ନେକ୍ସଟ ହେଲା ଆମର ଯୋଉଟା କଣ ଇନଫିଲ୍ଟ୍ରେସନ। ଆଚ୍ଛା ଇନଫିଲ୍ଟ୍ରେସନ କଣ, ପ୍ରେସିପିଟେସନ ହେଲା ପରେ ଯୋଉ ଜିନିଷଟା ହେଲା ଆମର ୱାଟର ଟା ସଏଲ ସଏଲ କୁ ମୁଭ କରୁଛି, ଯୋଉ ୱାଟର ଟା ମାନେ ସରଫେସ ରେ ରେନଫଲ ଆମର ହେଲା, ମୁଭମେଣ୍ଟ ଅଫ ୱାଟର ଇନଟୁ ଦ ସଏଲ ଫ୍ରମ ଦ ସରଫେସ, ସେଇଟା ହେଲା ଆମର ଇନଫିଲ୍ଟ୍ରେସନ। ମୁଭମେଣ୍ଟ ଅଫ ୱାଟର ଇନଟୁ ସଏଲ ଫ୍ରମ ସରଫେସ। ଠିକ ଅଛି। ଇନଫିଲ୍ଟ୍ରେସନ ହେଲା ଆମର ସରଫେସ ରୁ ସଏଲ କୁ ମୁଭମେଣ୍ଟ ଅଫ ୱାଟର ଟାକୁ ଇନଫିଲ୍ଟ୍ରେସନ ଆମେ କହିବା। ଆଚ୍ଛା ନେକ୍ସଟ ହେଲା କଣ ଆମର ଇଣ୍ଟରସେପ୍ସନ। ଆଚ୍ଛା ଇଣ୍ଟରସେପ୍ସନ ଟା କଣ ଆମର, ବର୍ଷା ହେଲେ କି ସ୍ନୋ ହେଲେ ଯାହାବି, ଆମେ ଜେନେରାଲି ପ୍ରେସିପିଟେସନ ଆମେ ରେନଫଲ କୁ ନେଇକି କହିବା। ଠିକ ଅଛି। ତ ବର୍ଷା ହେଲେ ଆମର ଜେନେରାଲି କଣ ହୁଏ, ଯୋଉଟା କି ସର୍ଟ ଟର୍ମ ରିଟେନସନ ହୁଏ କାହା ଉପରେ, ଥର ଆମର ଲିଭ୍ସ ଉପରେ ହୁଏ କି ଆମର ରୁଫ ଟପ୍ ଉପରେ ରହିଗଲା, ସେ ପାଣି ଗୁଡା ଆମର ସରଫେସ କୁ ପହଞ୍ଚିଲାନି, ତ ସେଇଟା ସର୍ଟ ଟର୍ମ ପାଇଁ ଯୋଉଠି ଆମର ୱାଟର ଷ୍ଟୋରେଜ ହେଇଗଲା ସେଇଟାକୁ କୁହନ୍ତି ଆମେ ଇଣ୍ଟରସେପ୍ସନ। ବୁଝି ଆସିଲା ଏବେ? ଯୋଉଠି ଷ୍ଟୋରେଜ ହେଇଯାଏ ସାର୍ ପାଣି ଯାଇକିନା। ନା ନା ଆମର ବର୍ଷା ଇନଷ୍ଟାଣ୍ଟଲି ଏବେ ହେଲା, ଧର ଆଜ୍ଞା। ଲିଭ୍ସ ରେ ପତ୍ରରେ କିଛି ପାଣି, ଗଛରେ କିଛି ପାଣି ସର୍ଟ ଟର୍ମ ପାଇଁ ଷ୍ଟୋର ହୁଏ, ନଟ୍ ଫର ଲଙ୍ଗ ଟର୍ମ। ଆ ଓକେ ହଁ ବୁଝିଲୁ। ହଁ ଯେମିତି ଛାତ ଉପରେ ହେଲା କିଛି ପାଣି ଇନଷ୍ଟାଣ୍ଟଲି ରହିଗଲା ସର୍ଟ ଟର୍ମ ପାଇଁ, ସେଇଗୁଡା ହେଲା ଆମର ଇଣ୍ଟରସେପ୍ସନ ଲସେସ୍। ଆଜ୍ଞା।
ଠିକ ଅଛି, ତ ମୁଁ ଲେଖି ଦଉଛି ସର୍ଟ ଟର୍ମ ରିଟେନସନ ଅଫ ରେନ ୱାଟର, ଯୋଉଟା କି ତମର ଅନ୍ ଭେଜିटेशन, रूफटॉप एक्सेट्रा। ठीक है, इंटरसेप्शन बुझीगला एबे। नेक्स्ट हमर हला कोन, इवापोरेशन। इवापोरेशन तो सब जानिଛ जनरल। हमर इवापोरेशन कोन, वाटर टू गैसियस स्टेट, माने वाटर फ्रॉम लिक्विड टू गैसियस स्टेट। ठीक अछि। देन हमर कोन नेक्स्ट रहला, ट्रांसपिरेशन। ट्रांसपिरेशन कोन हमर, ट्रांसपिरेशन की कहि परिबो की? ତାହେଲେ ଫଟୋସିନ୍ଥେସିସ୍ ପାଇଁ ପ୍ଲାଣ୍ଟ ଯୋଉ ୱାଟର ଟା ନିଏ ସେଇଥିରୁ ଯୋଉଟା ଏଭାପୋରେଟ ହୁଏ ସେଟା କୁହନ୍ତି। हां, प्लांट हमर जो वाटर टा एब्जॉर्ब करे ता थ्रू फोटोसिंथेसिस ପାଇଁ କିଛି यूज हुए, ଆଉ କିଛି ତାଙ୍କ Okay. पोर्स ରୁ इवापोरेट ହେଇଯାଏ। ହଁ ତ ସାର୍ ସେଇ ଷ୍ଟୋମାଟା। ଜିନିଷ, ହଁ ଷ୍ଟୋମାଟର, ତ ସେଇଟାକୁ ଆମେ କହୁ ଟ୍ରାंसपिरेशन। ତ ଆମେ ଲେଖିପାରିବା କି ଏଇଟା ହେଲା water absorbed by plants and evaporated through leaves। ठीक ଅଛି, ଏଇଟା ହେଲା ଆମର ଟ୍ରାंसपिरेशन। नेक्स्ट ହେଲା ଆମର କଣ, ଆମେ ଦେଖିଲେ ରନ୍ ଅଫ୍। ରନ୍ ଅଫ୍ ଟା जनरली ଆମର କୁହାଯାଏ ଯୋଉଟାକୁ କୁହନ୍ତି सरफेस रन ऑफ। ठीक ଅଛି, ତ सरफेस रन ऑफ କଣ, ଆମର दैट पार्ट ऑफ रेन जोटा कि ଆମର स्ट्रीम को डायरेक्टली पहुंच जाए। तो कैचमेंट एरिया जो अच्छी, ଆମେ धीरे धीरे आगू पढ़िबा। कैचमेंट एरिया रे रेनफॉल हेले डायरेक्टली जोटा स्ट्रीम को पहुंच जाए ସେଇଟା ହେଲା ଆମର सरफेस रन ऑफ, और जनरली ଆମେ रन ऑफ ବୋଲି कहू। तो ଏଟା ହେଲା पार्ट ऑफ रेन that directly reaches stream। ठीक ଅଛି, ଏତିକି ସବୁ ବୁଝି ହେଲା जो टर्म्स ଆମେ ଦେଖିଲେ। ତ ଟିକେ ରନ୍ ଅଫ୍ ଟା ଟିକେ रन ऑफ ଟା ହେଲା ଆମର କଣ, ଆମର ଯୋଉ ଥର रेनफॉल ହେଲା ପରେ, रेनफॉल माने प्रेसिपिटेशन ହେଲା। प्रेसिपिटेशन ହେଲା ପରେ କିଛି ପାଣି ଆମର ସଏल ଭିତରକୁ ମୁଭमेंट କରିଗଲା, କିଛି ପାଣି ଆମର इंटरसेप्शन ରେ ରହିଗଲା, ମାନେ ପ୍ଲାंट्स ଉପରେ କି ଛାତ ଉପରେ ସେଇଭଳିଆ ସବୁ ରହିଗଲା। କିଛି ପାଣି ଇଭାପୋରେଟ କରିଗଲା, କିଛି ପାଣି ଟ୍रांसपिरेशन थ्रू लॉस ହେଲା, ଆଉ କିଛି ପାଣି डायरेक्ट जोटा ଆମେ ଦେଖୁଛେ कि ବର୍ଷା ହେଲା ପାଣିର ଷ୍ଟ୍ରିମ ଯାଉଛି। ଠିକ ଅଛି, ତ ସେଇଗୁଡା ହେଲା डायरेक्ट रन ऑफ, ମାନେ ସେଟା ଯାଇକି ଆମର କ୍ୟାଚମେंଟ ଏରିଆରେ फाइनाली ଗୋଟେ ଷ୍ଟ୍ରିମ ରେ ଯାଇକି ସବୁ ପାଣି ମିଶୁଛି। ତ डायरेक्टली जो पानी ଷ୍ଟ୍ରିମ ରେ ହୁଏ ସେଟାକୁ ଆମେ रन ऑफ ବୋଲି କହୁଛୁ, सरफेस रन ऑफ। ଆଜ୍ଞା ସାର୍। ହଁ, ତ सरफेस रन ऑफ ହେଲା। ତାପରେ ନେକ୍ସଟ ଆମେ ଦେଖିବା, ଏଇଟା ହେଲା ତମର ହାଇଡ୍ରୋलॉजिकल साइकिल। ମାନେ फर्स्ट ତମର ଷ୍ଟାର୍ଟିଂ ହବ ପ୍ରେସିପିटेशन ରୁ, ଆସିବ ପାଣି, ତାପରେ ଇନଫିଲ୍ଟ୍ରେସନ କିଛିଟା ହବ, ଇଣ୍ଟରସେପ୍ସନ ଲସ୍ କିଛି ହବ, ଏତିକି ଲସେସ୍ ହେଲା ପରେ ରନ୍ ଅଫ୍ ହେଇକି ଫେର ସେଠୁ ଆମର କଣ ହଉଛି, ଷ୍ଟ୍ରିମ ରୁ ଫେର ଇଭାପୋରେସନ ହଉଛି। ତ ଏଇଟା ଗୋଟେ କମ୍ପ୍ଲିଟ ସାଇକେଲ। ତ ଦିସ୍ ଇଜ ନୋନ୍ ଆଜ ଆମର ହାଇଡ୍ରୋलॉजिकल साइकिल। ଠିକ ଅଛି, ତ ଆଉ ଗୋଟେ ଜିନିଷ ଏଠି ସର୍ଟ ତମକୁ ଗୋଟେ ଛୋଟ ଜିନିଷଟେ କହୁଛି ଯୋଉଟା କି ମନେ ରଖିଥାଅ। ପଚା ମାନେ ମେ ବି ଆସିପାରେ, ଗୋଟେ ଟର୍ମ ଅଛି ଯୋଉଟା କି କୁହନ୍ତି ପର୍कोलेशन। पर्कोलेशन।
କି କହିପାରିବ କି ପର୍କୁଲେସନ ଆଉ ଆମର ଇନଫିଲ୍ଟ୍ରେସନ ର ଡିଫରେନ୍ସ କଣ? ହ୍ୟାଲୋ। ଆଜ୍ଞା ସାର୍ ହଁ ମୁଁ ପର୍କୁଲେସନ ଯଦି ୱାଟର ଟେବୁଲ ପର୍ଯ୍ୟନ୍ତ ପହଞ୍ଚିଲା ସେ ପ୍ରେସିପିଟେସନ ଟା। ଆକ୍ଚୁଆଲି ହଁ ପାର୍ଟ ଅଫ ତମାନେ ଠିକ ଅଛି। ପର୍କୁଲେସନ ହେଲା ଆକ୍ଚୁଆଲି ତମର ମାନେ ଯଦି ବାଇ ଡେଫିନେସନ ଆମେ ଯିବା, ସରଫେସ ରୁ ସଏଲ ଭିତରକୁ ପେନିଟ୍ରେଟ କରିବାଟାକୁ ଇନଫିଲ୍ଟ୍ରେସନ କୁହନ୍ତି। ଆଉ ମୁଭମେଣ୍ଟ ଅଫ ୱାଟର ଫ୍ରମ ୱାନ୍ ଲେୟର ଅଫ ସଏଲ ଟୁ ଅନଦର ଲେୟର କୁ ପର୍କୁଲେସନ କୁହନ୍ତି। ଠିକ ଅଛି। ଆଜ୍ଞା। ତ ଏଇଟା ଆମେ ଲେଖିଦବା ମୁଭମେଣ୍ଟ ଅଫ ୱାଟର ଫ୍ରମ ୱାନ୍ ଲେୟର ଅଫ ସଏଲ ଟୁ ଅନଦର। ତ ଏଇଟା ହେଲା ପର୍କୁଲେସନ। ତ ନେକ୍ସଟ ଆମେ ଯିବା ତମର କ୍ୟାଚମେଣ୍ଟ ଏରିଆ। ଇମ୍ପୋର୍ଟାଣ୍ଟ ଟପିକ ହେଲା କ୍ୟାଚମେଣ୍ଟ ଏରିଆ। ତ କ୍ୟାଚମେଣ୍ଟ ଏରିଆ କଣ ଜେନେରାଲି ଆମେ ଜାଣିଛେ, କ୍ୟାଚମେଣ୍ଟ ଏରିଆ ହେଲା ଗୋଟେ ମାନେ ଏରିଆ ଅଫ ଲ୍ୟାଣ୍ଡ ଯୋଉଠି କି ଆମର ଯେତିକି ବି ପ୍ରେସିପିଟେସନ ହେଲା ସେ ସବୁ ଜିନିଷ ଗୁଡା କନଭର୍ଜ ହେଇକି ଗୋଟେ ଆଉଟଲେଟ ରେ ଆମର ଯୋଉଟା ରନ ଅଫ୍ ହେଇକି ଷ୍ଟ୍ରିମ ରେ ମିଶିବ ଜିନିଷଟା। ଠିକ ଅଛି। ତ କ୍ୟାଚମେଣ୍ଟ ଏରିଆକୁ ଆମେ ଅଦରୱାଇଜ ଏଟାକୁ କୁହାଯାଏ ବେସିନ ଅର ରିଭର ବେସିନ। ବୁଝିହେଲା। ତ ଜେନେରାଲି ମୁଁ ତମକୁ ଗୋଟେ ଡାୟଗ୍ରାମ କରିକି ଦେଖଉଛି। ତ ଏଇଠି ଆମର ଧର ପ୍ରେସିପିଟେସନ ହେଲା। ପ୍ରେସିପିଟେସନ ହେଲା ଯୋଉଟା କି ଆମର ଏଇଟା ଦେଖ ମାନେ ଏଇଟା ଜେନେରାଲି ହେଲା ହାୟର ଏଲିଭେସନ ଗ୍ରାଉଣ୍ଡ। ଠିକ ଅଛି। ତ ତମର ହାୟର ଏଲିଭେସନ ଗ୍ରାଉଣ୍ଡ ରେ ଯୋଉ ପ୍ରେସିପିଟେସନ ହେଲା ମାନେ ରେନଫଲ ହେଲା ସେ ସବୁ ରେନଫଲ ଧୀରେ 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 ଆମର ଲୋଅର ଗ୍ରାଉଣ୍ଡ କୁ ଆସିବ। ତମର ଏରିଆ ଟା ଗୋଟେ କନଭର୍ଜ ହେଇକି ଥିବ ଯୋଉଟା କ୍ୟାଚମେଣ୍ଟ ଏରିଆ। ତ ସେଇ ଯୋଉ କନଭର୍ଜ ହେଇ ଆସିବ ଏଗୁଡା ସବୁ ହେଲା ସେକେଣ୍ଡାରୀ ଷ୍ଟ୍ରିମ୍। ଏଇଟା ତମର ହେଲା ପ୍ରାଇମେରୀ और मेन स्ट्रीम। ଠିକ ଅଛି। ଆଉ ଏଇ ଜିନିଷଟା ହେଲା ତମର ଆଉଟଲେଟ। ବୁଝି ହଉଛି? ଆଜ୍ଞା ସାର୍। ଆଜ୍ଞା। ଆଜ୍ଞା ସାର୍। ହଁ। ତ ଆମର ବେସିକାଲି କ୍ୟାଚମେଣ୍ଟ ରେ କ୍ୟାଚମେଣ୍ଟ ଏରିଆ ହିଁ ଆମେ ଷ୍ଟଡି କରୁଛେ ଯୋଉଠି କି ପ୍ରେସିପିଟେସନ ତମର ଇନଫିଲ୍ଟ୍ରେସନ ଯାହା ବି ହଉଛି ଇନ ଏ କ୍ୟାଚମେଣ୍ଟ ଏରିଆ ହିଁ ଆମେ ଷ୍ଟଡି କରିବା ନେକ୍ସଟ ଯାହା ବି। ଠିକ ଅଛି। ତ କ୍ୟାଚମେଣ୍ଟ ଏରିଆର ବି ଆମର ଗୋଟେ ଟାଇପ ର ଅଛି ଏମିତି କି ତମକୁ ଏଠି ଗୋଟେ ଜିନିଷ ବୁଝେଇ ଦଉଛି। ଗୋଟେ ଅଛି କ୍ଲୋଜ୍ଡ କ୍ୟାଚମେଣ୍ଟ। କ୍ଲୋଜ କ୍ୟାଚମେଣ୍ଟ କଣ ମାନେ ତମର ଯେତିକି ବି ଏରିଆରେ ଅଛି ମାନେ ଯେତିକି ବି ଏରିଆରେ ତମର ରେନଫଲ ହଉଛି ଗୋଟେ ସିଙ୍ଗଲ ପଏଣ୍ଟ ଇନସାଇଡ ଦ ବେସିନ କୁ କନଭର୍ଜ କରୁଛି। ଠିକ ଅଛି। ମାନେ ଏଇଟା ଥର ଆମର କ୍ୟାଚମେଣ୍ଟ ଏରିଆ ହେଲା ତ ସବୁ ଗୁଡା ଇନସାଇଡ ଇଏ କୁ କନଭର୍ଜ କରୁଛି। ଠିକ ଅଛି। ଏଇଟା ହେଲା ତମର ଷ୍ଟ୍ରିମ୍ସ। ଏମିତି ଗୋଟେ କ୍ୟାଚମେଣ୍ଟ ଏରିଆ ଯୋଉଥିରେ କି ଆମର ଇନସାଇଡ କୁ ହିଁ ତାରି ଭିତରେ ଯୋଉ ଗୋଟେ ସେଣ୍ଟର ଜାଗାକୁ ସବୁ ପାଣି କନଭର୍ଜ କରୁଛି। ତ ସେଇଟା ହେଲା କ୍ଲୋଜ କ୍ୟାଚମେଣ୍ଟ।
ଆଉ ଏଇଭଳିଆ ଜାଗାରେ ଆମେ ଏଇ ଯୋଉ ଯୋଉ ଲାଇନ ରେ ଆମର ରନ୍ ଅଫ୍ ହେଇକି ଆସୁଛି ତ ତାକୁ ଆମେ କହିବା ଷ୍ଟ୍ରିମ୍ସ। ଆଉ ସେଣ୍ଟର ଏରିଆ ଯୋଉଠି ପାଣି ଆକୁମୁଲେଟ ହଉଛି ସେଇଟା ଜେନେରାଲି କୁହା ହୁଏ ଲେକ୍। ତ ଲେକ୍ ର ଆମର ଫର୍ମେସନ ହିଁ ଏମିତି ହୁଏ। ବୁଝି ଆସିଲା ସମସ୍ତଙ୍କୁ? ଆଜ୍ଞା ସାର୍। ଆଜ୍ଞା ସାର୍। ଠିକ ଅଛି। ନେକ୍ସଟ ଆମେ ଯିବା ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷକୁ। ତମର ହେଲା ହାଇଡ୍ରୋଲୋଜି, ହାଇଡ୍ରୋଲୋଜିକାଲ ବାଲାନ୍ସ और वाटर बजट। अच्छा, वाटर बजट कौन आमर जनरली ଟିକେ କହିପାରିବ କିଏ? वाटर बजट ଆମେ जनरली କାହାକୁ କହୁ? ମାନେ जनरली ଗୋଟେ ଟର୍ମ ଯେମିତି वाटर बजट। बजट ମାନେ ତ जनरली ଜାଣିଥିବ ଆମର ଯାହା ବି ହଉଛି ବଜେଟ ଫାଇନାଲାଇଜ ହଉଛି। ତ वाटर बजट ସେମିତି କଣ? ସାର୍ ଗୋଟେ ପର୍ଟିକୁଲାର ଏରିଆରେ କେତେ ୱାଟର ନିଡ୍ ହଉଛି, ମାନେ ସରି ମାନେ କେତେ ୱାଟର ଆସୁଛି କେତେ ୱାଟର ଯାଉଛି, ସେଇଟାକୁ କୁହାଯାଏ ୱାଟର ବଜେଟ। ୱାଟର हाँ बस। ଡିମାଣ୍ଡ। हाँ बस नहीं ମାନେ ଠିକ କଥା, ଆମର ବାଲାନ୍ସ ବିଟୱିନ୍ वाटर गेन एंड लॉस ସେଇଟା ହେଲା वाटर बजट। ଠିକ ଅଛି। ତ ଆମେ ଏଟାକୁ କହିପାରିବା କି ମାସ୍ ଇନଫ୍ଲୋ ମାଇନସ ମାସ୍ आउटफ्लो। तो कौन हबो मास इनफ्लो माइनस मास आउटफ्लो, जोटा कि हबो चेंज ऑफ स्टोरेज। ठीक अछि। केते पानी हमरो इनफ्लो हैला माइनस केते आउटफ्लो हे गला तो सेतिकी हैला हमर चेंज ऑफ स्टोरेज। बुझिला तो? ଆଜ୍ଞା। तो एटा हमरो लॉ ऑफ कंजर्वेशन ऑफ मास फॉलो करे। तो आमे एथरे एबे जेतिकी पढ़िले तो सेथुरु तो समस्त जानि परथुबो आमे इथुरु वाटर बजेट इक्वेशन टा केमती कोन लिखिबा। तो इनफ्लो माने हमर कोन रहबो इनफ्लो रे? जो स्टेजेस ऑफ ମାନେ हाइड्रोलॉजिकल साइकिल ବୁଝିପାରିଲି हमें ସାର୍, ଇନଫ୍ଲୋ ଆସିବ ମାନେ ଇନଫ୍ଲୋ ଇନଫ୍ଲୋ ହେଲା ଯୋଉଟା ଆମର ଆସିଲା ପ୍ରେସିପିଟେସନ। ଯୋଉଟା ପାଣି ପ୍ରେସିପିଟେସନ। ହଁ हाँ प्रेसिपिटेशन। ସବୁ ଆମେ ଏବେ କ୍ୟାଚମେଣ୍ଟ ଏରିଆ ର ପର୍ସପେକ୍ଟିଭ ହିଁ କଥା ହବା। ଠିକ ଅଛି। ତ ଆମେ ଯେତିକି ଆଚ୍ଛା ବି ଆଚ୍ଛା। ଷ୍ଟେଜେସ୍ ପଢିଲେ ସେଇଗୁଡା ହିଁ ଆମର ଏଇ ଇକ୍वेସନ ରେ ଆମେ ଇନକ୍ଲୁଡ କରିବା। କେତେ ପାଣି ଆସିଲା ମାଇନସ କେତେ ମାନେ ଆଉଟଫ୍ଲୋ ହେଲା ତ ସେଇଟା ହିଁ ଆମର ଚେଞ୍ଜ ଅଫ ଷ୍ଟୋରେଜ, ମାନେ ଷ୍ଟୋରେଜ ରେ କେତେ ଚେଞ୍ଜ ଆସିଲା। ତ ଆମେ ଯେହେତୁ କି ଇନଫ୍ଲୋ ରେ ଆମର କଣ ହବ ପ୍ରେସିପିଟେସନ। ଠିକ ଅଛି। ଆଜ୍ଞା। ଆଉ ଆଉଟଫ୍ଲୋ ରେ ଆମର କଣ ହବ ରନ୍ ଅଫ୍। ଆଉ ରନ୍ ଯେତିକି ଅଫ୍। ରହିଲା ସବୁ ଗୁଡା ହବ ଆଉଟଫ୍ଲୋ, ଆମର ରନ୍ ଅଫ୍ ହବ, ଇନଫିଲ୍ଟ୍ରେସନ, ଇନଫିଲ୍ଟ୍ରେସନ ହବ, ଟ୍ରାନ୍ସପିରେସନ, ट्रांसपिरेशन हବ, ଇଣ୍ଟରସେପ୍ସନ। ଇଣ୍ଟରସେପ୍ସନ। ଯେତିକି ବି ରହିଲା। इंटरसेप्शन हବ। ଠିକ ଅଛି। ଆଜ୍ଞା। ଆଉ ଆଜ୍ଞା। ପ୍ଲସ୍ ମେଜର ଗୋଟେ ଛାଡିଦେଲ ତମେ ଇଭାପୋରେସନ। ଏଭାପୋରେସନ। ସେଇଟା ପରେ ଠିକ ଅଛି। ତ ଏଇଟା ହେଲା ଆମର ଇକ୍वेସନ ଦ୍ୟାଟ ଇଜ ଡେଲ ଅଫ ଷ୍ଟୋରେଜ, ମାନେ ଚେଞ୍ଜ ଇନ ଷ୍ଟୋରେଜ। ତ ଏଇଟା ତମର ଡାଇରେକ୍ଟଲି ପଚାରି ଦେଇ ପାରନ୍ତି व्हाट इज द वाटर बजेट इक्वेशन। ନହେଲେ ନାହିଁ ତମର ମାନେ ଦେଇ ବି ପାରେ ଗୋଟେ ସର୍ଟ କ୍वेଶ୍ଚେନ ବି ଯଦି ଫର୍ମ ହେଇପାରିବ କି ପ୍ରେସିପିଟେସନ 10 ସେଣ୍ଟିମିଟର ହେଲା, ରନ୍ ଅଫ୍ ଏତିକି, ଇନଫିଲ୍ଟ୍ରେସନ ଏତିକି, ଏଭାପୋରେସନ ଏତିକି, ତ व्हाट इज द चेंज इन स्टोरेज, ଏଥିରୁ ଡାଇରେକ୍ଟଲି ତମେ ଫାଇଣ୍ଡ ଆଉଟ୍ କରିପାରିବ। ଠିକ ଅଛି। ତ ନେକ୍ସଟ ଆମେ ଦେଖିବା ତମର ଏବେ ଏବେ ତ ଆମେ ଜେନେରାଲି ଜାଣିଗଲେ ୱାଟର ବଜେଟ ଇକ୍वेସନ କଣ। ତ ଏବେ ଆମେ ଡିଟେଲଲି ଯିବା ସିଙ୍ଗଲ ବାଇ ସିଙ୍ଗଲ ଷ୍ଟେଜ କୁ। ତ ଫର୍ଷ୍ଟ ଷ୍ଟେଜ ଆମର କଣ ଥିଲା ପ୍ରେସିପିଟେସନ।
ତ ପ୍ରେସିପିଟେସନ ଆମେ ଯେମିତି ଜାଣିଲେ କଣ ସବୁ ଫର୍ମ ଅଫ ୱାଟର ଯୋଉଟା କି ଆମର ସରଫେସ କୁ ରିଚ୍ କରୁଛି ତ ସେଇଟା ପ୍ରେସିପିଟେସନ ଆମେ କାଉଣ୍ଟ କରିବା। ଏନି ଫର୍ମ ଅଫ ୱାଟର ରିଚିଂ ଟୁ ଦ ସରଫେସ। ତ କଣ ଫର୍ମ ହେଇପାରିବ ଯେମିତି କି ଫର୍ଷ୍ଟ ଆମର ବେସିକ ଟା କଣ रेन। ରେନ୍। Rain. ବାସ୍ ରେନ୍। ତ ସେମିତି ଅଛି ସ୍ନୋ ଡ୍ରିଜେଲ ସବୁ ଅଛି ଆମେ Snow, ସିଙ୍ଗଲ ଗୋଟେ ପରେ drizzle, ଗୋଟେ hail. ପଢି ହଁ ଗୋଟେ ପରେ ଗୋଟେ ପଢି ପଢି ଯିବା। ତ ଫର୍ଷ୍ଟ ଆଜ୍ଞା। ହେଲା ଆମର ରେନ୍। ତ ରେନ୍ ର କଣ ଅଛି ରେନ୍ ଆମେ ଡିଫାଇନ କେମିତି କରିବା ହାଉ ଡୁ ୟୁ ଡିଫାଇନ ରେନ୍। The water drop ର diameter ହିସାବ। ହଁ ୱାଟର ଡ୍ରପ ର ଡାୟାମିଟର ହିସାବରେ ଆମେ ଡିଫାଇନ କରିବା ରେନ୍ କୁ। ତ ୱାଟର ଡ୍ରପ having 0.5 dia at least 0.5 mm। mm। ଠିକ ଅଛି ଏଇଟା ମନେ ରଖିବ ଆଟଲିଷ୍ଟ 0.5 mm। ତ ସେଇଟା ହେଲା ତମର ତାକୁ we can define it as rain। ଆଜ୍ଞା। ତ ନେକ୍ସଟ ହେଲା ଗୋଟେ ଆଉ ୟାର ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଥିଙ୍ଗ ଅଛି ଇଣ୍ଟେନ୍ସିଟି ଅଫ ରେନଫଲ୍। ଆଚ୍ଛା ଇଣ୍ଟେନ୍ସିଟି ମାନେ କଣ ଆମେ ବୁଝିଛେ केते वर्षा କେତେ ବର୍ଷା ହେଇଛି ମାନେ କଣ କେତେ ବର୍ଷା with respect to something। ଘଣ୍ଟାଟାରେ କେତେ ବର୍ଷା ହେଲା କି 2 ଘଣ୍ଟାରେ କେତେ ରେ- ବର୍ଷା ହେଲା। ହଁ rate of rainfall ହଉଛି with time। ହଁ ତ ଯୋଉଠି ଆମର ରେଟ୍ ଅଫ ରେନଫଲ୍ ଲାଗିଲା ସବୁବେଳେ ମନେ ରଖିଥା ରେଟ୍ ମାନେ ହେଲା d ବାଇ dt with respect ଆଜ୍ଞା। to time। ଠିକ ଅଛି ତ ରେଟ୍ ଅଫ ରେନଫଲ୍ ମାନେ କେତେ ଆମେ ରେନଫଲ୍ ଜେନେରାଲି ମେଜର କରୁ ଆଜ ଏ ଡେପ୍ଥ। ଠିକ ଅଛି ସେଣ୍ଟିମିଟର ହିସାବରେ। ସେଣ୍ଟିମିଟର आगे 30 ସେଣ୍ଟିମିଟର 10 ସେଣ୍ଟିମିଟର ରେନଫଲ୍ 5 ସେଣ୍ଟିମିଟର ରେନଫଲ୍। ତ କେତେ ସେଣ୍ଟିମିଟର ଅଫ ରେନଫଲ୍ ତ ଡେପ୍ଥ ବାଇ ଟାଇମ ହେଲା ଆମର ଇଣ୍ଟେନ୍ସିଟି ଅଫ ରେନଫଲ୍। ତ ଇଣ୍ଟେନ୍ସିଟି ଅଫ ରେନଫଲ୍ ରେ ଆମର କଣ ସେଥିରେ ଆମର ତିନିଟା କ୍ୟାଟେଗୋରୀ ଆସୁଛି। ଆଜ୍ଞା। ଗୋଟେ ହେଲା ଲାଇଟ ରେନଫଲ୍ ହେଲା ମିଡିୟମ ଆଉ ଗୋଟେ ହେଲା ହେଭି। ଗୋଟେ ହେଲା ମଡରେଟ ଅର ମିଡିୟମ ହଁ ଆଉ ଥର୍ଡ ହେଲା ହେଭି। ହେଭି। हेवी। ତାକୁ ଇଚ୍ କୁ ଆମେ ଡିଫାଇନ କରୁଛେ କେମିତି ତାଙ୍କ ଇଣ୍ଟେନ୍ସିଟି ଥ୍ରୁରୁ। ଆଜ୍ଞା। ଠିକ ଅଛି ତ ଲାଇଟ ରେନଫଲ୍ ଆମେ ଡିଫାଇନ କରିବା ଲେସ୍ ଦେନ୍ 2.5 mm per hour। ଆଜ୍ଞା। ତ ମଡରେଟ ହେଲା ସେମିତି 2.5 2.5 ରୁ 5 ରୁ 7। 5। ସରି ଟିକେ 2.5 mm per hour ରୁ 7.5 mm per hour। 7.5 hour। ଠିକ ଅଛି ଆଉ ହେଭି ହେଲା ମୋର ଦେନ୍ मोर देन 7.5 7.5 7.5 mm per hour। mm per per hour। hour। ତ ଏଥିରୁ ତମର ଡାଇରେକ୍ଟଲି କ୍ୱେଶ୍ଚିନ୍ ଆସିବ ଠିକ ଅଛି ମାନେ ଗୋଟେ ଦେଇଦବ ଇଣ୍ଟେନ୍ସିଟି ଅଫ ରେନଫଲ୍ ତମକୁ କହିବ ଫାଇଣ୍ଡ ଏଇଟା କୋଉ ଟାଇପ ର ରେନଫଲ୍ ଲାଇଟ୍ ମଡରେଟ୍ ହେଭି ତମେ ସେଇଠୁ ଫାଇଣ୍ଡ ଆଉଟ୍ କରିବ ଠିକ ଅଛି। ଆଉ ନେକ୍ସଟ ଆମେ ଯିବା ଆଉ ଗୋଟେ ଜେନେରାଲ ଷ୍ଟେଟମେଣ୍ଟ ଜାଣିଥାଅ କି ଆମର ଅ, କୋଉ ବି ଗୋଟେ ପର୍ଟିକୁଲାର ଡେ ରେ କୋଉ ଗୋଟେ ପର୍ଟିକୁଲାର ଦିନରେ ଥରେ ମୋର ଦେନ୍ 2.5 mm ରେନଫଲ୍ ହଉଛି ତାକୁ ଆମେ ଜେନେରାଲି ରେନି ଡେ ବୋଲି କହିବା। ଏଟା ତମର ଆସିବନି ଖାଲି ମାନେ ଜେନେରାଲ ଇଏରେ ମନେ ରଖିଥାଅ ମୋର ଦେନ୍ 2.5 mm per hour ଯଦି ହଉଛି 2.5 mm ଅଫ ରେନଫଲ୍ ଯଦି ହଉଛି ମୋର ଦେନ୍ ଇନ୍ ଏ ଡେ ତ ଏଟାକୁ ଆମେ ରେନି ଡେ ବୋଲି କହିବା। ତ ନେକ୍ସଟ ଫର୍ମକୁ ଆମେ ଯିବା ଫର୍ଷ୍ଟ ହେଲା ଆମର କଣ ରେନ୍ ନେକ୍ସଟ ଫର୍ମ ଅଫ ପ୍ରେସିପିଟେସନ ହେଲା ଆମର Drizzle। ସ୍ନୋ। Snow। ହଁ ଯିବା ଡ୍ରିଜେଲ କୁ ବି ଯିବା ଫର୍ଷ୍ଟ ସ୍ନୋ ଟା ପଢିଦବା ଠିକ ଅଛି। ଆଚ୍ଛା ସ୍ନୋ ଟା କଣ ତମର ପ୍ରେସିପିଟେସନ ଇନ ଫର୍ମ ଅଫ ଆଇସ୍। ଜେନେରାଲି ଏଟାର କିଛି ଏଟା ସିମ୍ପଲ ଜିନିଷ ପ୍ରେସିପିଟେସନ ଇନ ଫର୍ମ ଅଫ
आइस ଆମେ जनरली ଜାଣୁଛେ ଯୋଉ ସ୍ନୋଫଲ ହଉଛି ତ ୟାର ଡେନ୍ସିଟି ବି ଅଛି କିନ୍ତୁ ଏଟା ଇମ୍ପୋର୍ଟାଣ୍ଟ ନୁହଁ ତୁମକୁ ପଚାରିବନି जनरली ଖାଲି ମନେ ରଖିଥାଅ ପ୍ରେସିପିଟେସନ ଇନ ଫର୍ମ ଅଫ ଆଇସ୍। ତ ନେକ୍ସଟ ଆଉ ଗୋଟେ ହେଲା ତମର ଡ୍ରିଜଲ। ଆଚ୍ଛା ଡ୍ରିଜଲ କଣ? ଆମର ଡ୍ରିଜଲ ହେଲା ତମର ରେନ୍ ଡ୍ରପଲେଟ୍ସ ଅଫ ସାଇଜ ଲେସ୍ ଦେନ୍ 0.5 mm। Confess. ଠିକ ଅଛି, ରେନ୍ ଡ୍ରପ ଅଫ ସାଇଜ ଲେସ୍ ଦେନ୍ 0.5 mm। ଆଉ ଗୋଟେ ଆମେ କହିପାରିବା କି ଇଣ୍ଟେନ୍ସିଟି ଇଜ ଲେସ୍ ଦେନ୍ 1 mm/hour। ତ ଜେନେରାଲି ତମର ଏଠି ବି ଗୋଟେ ପଏଣ୍ଟ ତମେ ଆଡ କରିପାରିବ କି ରେନଫଲ ରେ ତମର ଇଣ୍ଟେନ୍ସିଟି ହେଲା ମୋର ଦେନ୍ 1 mm/hour ହେଲା। ତ ଏଇଟା ଆମର ହେଲା କଣ ଡ୍ରିଜଲ। ରିଜେଲ ନେକ୍ସଟ ହେଲା କଣ ହେଲ୍। ହେଲ୍ ମାନେ ତ ଜାଣିଛ କୁଆପଥର। କୁଆପଥର। ତ ଏଇଟା ହେଲା ଲମ୍ପସ ଅଫ ଆଇସ୍ ଅଫ ସାଇଜ ମୋର ଦେନ୍ 8 mm। 18. ଠିକ ଅଛି, ଏଇ ଡାଟା ଗୁଡା ଟିକେ ମନେ ରଖିବ ଏଥିରେ। 0.5 mm ରୁ ଲେସ୍ ହେଲେ ଡ୍ରିଜଲ, 0.5 mm ରୁ ମୋର ହେଲେ ଆମର ରେନ୍ ଜେନେରାଲି। ତ ଆଉ ଏଇ ଯୋଉ ଇଣ୍ଟେନ୍ସିଟି ଅଫ ରେନଫଲ ଏଇ ଡାଟା ଗୁଡା ଟିକେ ଜେନେରାଲି ସବୁ ମନେ ରଖିବ। ଠିକ ଅଛି, ଆହୁରି ବି ବହୁତ ଫର୍ମ ଅଛି ଆମର ଗ୍ଲେଜ ସ୍ଲିଟ୍ ସବୁ ଅଛି କିନ୍ତୁ ଏଗୁଡା ଏତେ ଦରକାର ନାହିଁ ତମର। ମେନ୍ ଜିନିଷ ହେଲା ତମର ଏଇ ଚାରିଟା। ଠିକ ଅଛି, ରେନ୍ ସ୍ନୋ ଡ୍ରିଜଲ ହେଲ୍। ତ ନେକ୍ସଟ ଆମର ହେଲା କଣ ପ୍ରେସିପିଟେସନ ଟାକୁ ଆମେ ମେଜର କେମିତି କରାହୁଏ। ଜେନେରାଲି ଆମର 24 ଆୱାର୍ସ 24 ଆୱାର୍ସ ରେନଫଲ ମେଜର ଯୋଉଟା କରାହୁଏ ସେଟାକୁ ଆମେ କହୁ କି ଡେଲି ରେନଫଲ। ଠିକ ଅଛି, ଆଉ ଆମର ଏଇଟା ଏଇଟା ଗୋଟେ ମନେ ରଖିଥାଅ ଗୋଟେ ଇମ୍ପୋର୍ଟାଣ୍ଟ ଅଛି କି ତମର ଆଭରେଜ ଭ୍ୟାଲୁ ଅଫ 30 years, average value of 30 years of rainfall ହେଲା ତମର କଣ ନା annual average। ବୁଝିଲା, ତ 30 years ର average ଟାକୁ ଆମେ annual average ବୋଲି ଗୋଟେ ଟର୍ମ ଦେଇଛୁ। ଏଇଟା ତମର ଡାଇରେକ୍ଟଲି କ୍ୱେଶ୍ଚିନ୍ ବି ଆସିପାରେ annual average rainfall କେତେ ଇୟର୍ସ ରେ ଆମେ କାଉଣ୍ଟ କରୁ। ତ 30 ଜେନେରାଲି 30 years ରେ ମନେ ରଖିଥାଅ। ଠିକ ଅଛି, ଆଚ୍ଛା ନେକ୍ସଟ ଆମେ ଯିବା ନେକ୍ସଟ ଇମ୍ପୋର୍ଟାଣ୍ଟ ଥିଙ୍ଗ କଣ ପ୍ରେସିପିଟେସନ। ଆମେ ଯେମିତି କି ଜାଣିଲେ ପ୍ରେସିପିଟେସନ କୋଉ ୱେରେ ରିପ୍ରେଜେଣ୍ଟ କରା ହୁଏ ଆମର ଡେପ୍ଥ ଅଫ ରେନଫଲ ରେ। ଡେପ୍ଥ ଅଫ ରେନଫଲ ଆମର ପ୍ରେସିପିଟେସନ ମେଜର କରା ହୁଏ। ତ ଯୋଉ ଡେପ୍ଥ ଅଫ ଆନୁଆଲ ଆଭରେଜ ରେନଫଲ ଟା ଟିକେ ଥିଲା। ଆନୁଆଲ ଆଭରେଜ ରେନଫଲ ଟା ଆମର କଣ ନା ଜେନେରାଲି ଆମେ ଯୋଉ କହୁ ଆମର ଦେଖ ଇୟରଲି ରେନଫଲ ଗୋଟେ ଥାଏ ଆଉ ଗୋଟେ ହେଲା ଆନୁଆଲ ଆଭରେଜ। ଆନୁଆଲ ଆଭରେଜ ମାନେ ଆମେ ଜେନେରାଲି କହୁ କି ଜେନେରାଲି ଏତିକି ବର୍ଷା ହୁଏ ଯୋଉ ଜିନିଷଟା ଆମେ କହୁ ତ ସେଇଟା ହେଲା 30 years ର average ରେ ଆମେ ଗୋଟେ ଆପ୍ରୋକ୍ସିମେସନ କରୁ କି ଜେନେରାଲି ଏତିକି ବର୍ଷା ହୁଏ। କଣ ପାଇଁ 30 years ରେ କରୁ କାରଣ ଆମର କ୍ଲାଇମେଟିକ ଚେଞ୍ଜ ଅଛି ୱେଦର ଚେଞ୍ଜ ହୁଏ ତ ସବୁ ଫ୍ୟାକ୍ଟର କୁ ଇଏରେ ରଖି ଆମେ 30 years ର ଗୋଟେ ଆଭରେଜ ବାହାର କରିଛେ। ତ 30 years ଭିତରେ ଗୋଟେ କ୍ଲାଇମେଟ ଆଣ୍ଡ ଏନଭାରନମେଣ୍ଟ ଚେଞ୍ଜ ହେଇଯାଏ ଆଫ୍ଟର 30 years। ମାନେ ଗୋଟେ ସିଗ୍ନିଫିକାଣ୍ଟ ଚେଞ୍ଜ ଆସେ ତ ସେଥିପାଇଁ ଆମେ 30 years ରେ ଗୋଟେ କ୍ୟାଲକୁଲେଟ କରାହଉଛି ଆଭରେଜ ଆନୁଆଲ ରେନଫଲ। ଠିକ ଅଛି, ଆଜ୍ଞା ସାର୍। ତ ନେକ୍ସଟ ହେଲା ଗୋଟେ ତ ସରି ଟିକେ ଇଣ୍ଟରପ୍ସନ ହେଇଗଲା। ତ ନେକ୍ସଟ ହେଲା ଡେପ୍ଥ ଅଫ ରେନଫଲ। ଡେପ୍ଥ ଅଫ ରେନଫଲ କଣ ଆମର ଡେପ୍ଥ ଅଫ ରେନଫଲ ହେଲା ଆମର କେମିତି ରିପ୍ରେଜେଣ୍ଟ କରା ହୁଏ ତମର ଜେନେରାଲି ଭଲ୍ୟୁମ ଅଫ ରେନ୍
बाय ସାର୍ एरिया। ଏଇଟା ଯୋଉ ଆପଣ ପଢେଇଲେ ଯୋଉ ଆଭରେଜ ରେନଫଲ ଟା ଯୋଉ ଆମର 30 ଇୟର୍ସ ଆନୁଆଲ ଆଭରେଜ ରେନଫଲ ଯୋଉ ପଢା ହୁଏ हाँ ସାର୍ हाँ। ଆଉ ଗୋଟେ କୋଶ୍ଚିନ୍ ଥିଲା ଇଏ ଥିଲା ସାର୍ ଯୋଉ ଆମର ୱାଟର ଯୋଉ ଲେବୁଲ ଟା ଆମର ମେଜର ହୁଏ ରିଭର ଏରିକାଙ୍କର ସେଇଟା ସାର୍ हाँ କେତେ ଇୟର ହୁଏ ସାର୍ ଜାଣିଛନ୍ତି वाटर କି? वाटर मेजर रिवर करा हुआ है ना, बुझ पाइलनी। ମାନେ ସେ ୱାଟର ଲେବୁଲ ଟା ଯୋଉଟା ଆମର ମେଜର କରା ହୁଏ ସେଇଟା ଯୋଉ ସି ଲେବୁଲ 19 ବର୍ଷର ଡାଟା। ସେଟା 19 ବର୍ଷ ନା ଓକେ ଓକେ अच्छा अच्छा हाँ, तो मोर टिके से पर नॉलेज नहीं। ହଁ ନା तो ଠିକ 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 हाँ ଠିକ हाँ, ଜାଣିବା ଦରକାର ठीक है ठीक है। तो हमारा जनरल डेप्थ ऑफ रेनफॉल हमें मेजर करा हुआ है वॉल्यूम ऑफ रेन बाय एरिया। एरिया इन द सेंस हमारा जनरली कौन कैचमेंट एरिया। ठीक ଅଛି। तो नेक्स्ट आओ ଯିବା ଯେ ଆମର ହଁ ତମର ଏଇଠୁ ଦେଖ ଆଭରେଜ ଆନୁଆଲ ରେନଫଲ ଯୋଉ ହେଲା ଏଇଠି ଆଉ ଗୋଟେ ଟର୍ମ ମନେ ରଖ ଗୋଟେ ଇମ୍ପୋର୍ଟାଣ୍ଟ ଆସିବ ଇଣ୍ଡେକ୍ସ ଅଫ ୱେଟନେସ୍। ଠିକ ଅଛି। ଇଣ୍ଡେକ୍ସ ଅଫ ୱେଟନେସ୍ ମାନେ କଣ, ମାନେ ତମର କେତେ ଡେଭିଏସନ ହଉଛି ଏଇ ପର୍ଟିକୁଲାର ଇୟର ରେ, ତ ସେଇଟା ଆମେ କହୁଛୁ ଇଣ୍ଡେକ୍ସ ଅଫ ୱେଟନେସ୍। ମାନେ ସେଟା କଣ ମୁଁ ତମକୁ ଲେଖି ଦଉଛି ତାପରେ ତମକୁ ବୁଝଉଛି। रेनफॉल इन ए ईयर बाय एवरेज एनुअल रेनफॉल इंटू 100। ठीक ଅଛି। ଆଜ୍ଞା। ତାମାନେ ଦିସ୍ ଇୟର କେତେ ରେନଫଲ୍ ହେଲା ବାଇ ଆଭରେଜ ଆନୁଆଲ ରେନଫଲ୍ କେତେ, ସେଇଟା ହେଲା ଆମର ଇଣ୍ଡେକ୍ସ ଅଫ ୱେଟନେସ୍। ତ ଜେନେରାଲି ଆମର ଥର ଥର କୁହାହବ କି 75% ୱେଟନେସ୍ ଇଣ୍ଡେକ୍ସ ଅଛି। ୱେଟନେସ୍ ଇଣ୍ଡେକ୍ସ ହେଲା ତମର 75%। ତା ମାନେ ଆମେ କଣ ଏଥିରୁ ସିଗ୍ନିଫାଇ କରିପାରିବା କି କହିପାରିବ କି? 25% ସାର୍ ଆମର ଇଏ ଅଛି। ହଁ 75% ୱେଟନେସ୍ ଇଣ୍ଡେକ୍ସ ମାନେ ଆମର ହେଲା 25% ଅଫ୍ रेनफॉल डेफिशिएंसी ଅଛି। ଡେଫିସିଏନ୍ସି ଅଛି। ଠିକ ଅଛି। रेनफॉल डेफिशिएंसी 25% ଅଛି। ଏଇଟା ଆମେ ଗୋଟେ ପର୍ଟିକୁଲାର ଇୟର ରେ କରାଯାଏ ଏଇ ଜିନିଷଟା। ଗୋଟେ ପର୍ଟିକୁଲାର ଇୟର ର ଆମେ ଫାଇଣ୍ଡ କରୁ। ଠିକ ଅଛି। ତ ୟାର ବି ଡାଟା ଅଛି କେତେ ରୁ କେତେ ପରସେଣ୍ଟ ହେଲେ କଣ ହବ, ସେଟା ମୁଁ ଲେଖି ଦଉଛି କିନ୍ତୁ ଏତେ ଇମ୍ପୋର୍ଟାଣ୍ଟ ନୁହେଁ, ତଥାପି ଜାଣିଥାଅ। 30 to 45% ହେଲେ ଲାର୍ଜ। ଠିକ ଅଛି। 45 to 60% ହେଲେ ସିରିୟସ୍, ଆଉ ମୋर ଦେନ୍ 60% ହେଲେ डिजास्ट्रस। ତ ତମର ଏଇଟା ଏଇ କଣ୍ଡିସନ ଅଛି। ତ ଏଇଟା ଜେନେରାଲି ଏଇଟା ଆସେନି, ଖାଲି ମୁଁ ତମକୁ ଦେଇ ଦଉଛି ଇଏରେ ମନେ ରଖିଥାଅ। ଠିକ ଅଛି। ତ ନେକ୍ସଟ ଆମର ଇଏଟା ହେଲା କଣ, ନେକ୍ସଟ ଆମେ କନସେପ୍ଟ କୁ ଯିବା କି ପ୍ରେସିପିଟେସନ ଆମେ ଫର୍ମସ ଅଫ ପ୍ରେସିପିଟେସନ ଜାଣିଲେ, ଏବେ ଟାଇପ୍ସ ଅଫ ପ୍ରେସିପିଟେସନ କୁ ଯିବା। ଠିକ ଅଛି। ଏଗୁଡା ଯାହା ବି ଆମେ ପଢିଲେ ଏଗୁଡା ସବୁ ହେଲା କଣ ଫର୍ମସ ଅଫ ପ୍ରେସିପିଟେସନ। ଗୋଟେ ଲେଖି ଦଉଛି फॉर्म्स ऑफ प्रेसिपिटेशन। रेन, स्लीट, स्नो, ड्रिजल, हेल, एଗୁଡ଼ା ସବୁ फॉर्म्स ऑफ प्रेसिपिटेशन। नेक्स्ट ଆମେ କଣ ପଢିବା, टाइप्स ऑफ प्रेसिपिटेशन। ଠିକ ଅଛି। ଆମର ଜେନେରାଲି 4 टाइप्स ऑफ प्रेसिपिटेशन ରହୁଛି, कन्वेक्टिव, ओरियोग्राफिक, फ्रंटल ଆଉ साइक्लोनिक। ତ ଆମେ ଦେଖିଦବା କଣ कन्वेक्टिव କଣ। ତ कन्वेक्टिव प्रेसिपिटेशन ମାନେ ହେଲା जनरल ଆମେ ଯୋଉ प्रेसिपिटेशन ମାନେ हिटिंग ऑफ द ग्राउंड ରୁ ଯୋଉ टेम्परेचर डिफरेंस ହେଇକି ଆମର मॉइस्ट एयर सराउंडिंग को जाଉଛି। ठीक ଅଛି। तो कन्वेक्टिव जनरल तमे जानी तो टेम्परेचर डिफरेंस ରୁ हुए। बुझिला जोटा कि हमरो कन्वेंशनल रेनफॉल। कन्वेक्टिव प्रेसिपिटेशन माने ହେଲା जोटा हमर कन्वेंशनल रेनफॉल। गरम ହେଲା पानी पानी इवापोरेट कला, तापर सेटा प्रेसिपिटेशन ହେଲା। तो सेटा ହେଲା हमर कोन कन्वेक्टिव रेनफॉल। नेक्स्ट ହେଲା हमरो
ओरोग्राफिक ओरोग्राफिक है कौन माउंटेन बैरियर ठीक अच्छे थर्ड टा कौन है आमर फ्रंटल फ्रंटल है वार्म एंड कोल्ड मासेस फोर्थ रहा तुम साइक्लोनिक साइक्लोनिक है तुम प्रेशर डिफरेंस ठीक अच्छे चार्टा टाइप प्रेसिपिटेशन अच्छी कन्वेक्टिव ओरोग्राफिक फ्रंटल एंड साइक्लोनिक तो कन्वेक्टिव है टेम्परेचर डिफरेंस साइक्लोनिक है प्रेशर डिफरेंस ओरोग्राफिक है माउंटेन बैरियर जो फ्रंटल है तुम वार्म आउ कोल्ड मासेस जो हुए तो सर माउंटेन बैरियर हाँ मुझे सब इंडिविजुअली कहूँ एबे कन्वेक्टिव आगे तो जनरल आमर प्रेसिपिटेशन हुए सेटा तो कहवा दरकार नहीं जोटा कि आमर खरा दिने जो ସେଇଟା ସେଇଟା ତ ଯାଉଛି ପୁରା ଯାଇ ବାଦଲ ହେଇକି ରହୁଛି ସେ हाँ बस से जो हीटिंग ऑफ ग्राउंड ମାଉଣ୍ଟେନ सरफेस रो ବ୍ୟାରିୟର एटा ଟା हुए ଯେତେବେଳେ ଉଠେ ଉପରକୁ ସାର୍ କ୍ଲାଉଡ ଟା ଉପରକୁ ଉଠେ ସେତିକି ବେଳେ ପ୍ରିସିପିଟେସନ ଏଇ କଥା ସାର୍। हाँ माउंटेन बैरियर है सैया माने आमर तुमको कही दउची ओरोग्राफिक टा हला ओरोग्राफिक टा हला कौन तमरो किसी भी टॉपोग्राफिकल ऑब्स्ट्रक्शन जोगु जो रेनफॉल टा हुए ठीक अछि तो सपोज कि एटी माउंटेन अछि तो तमरो कौन तमरो मॉइस्ट एयर तमरो फ्लो करूची तो मॉइस्ट एयर फ्लो करिकी जो तमरो माउंटेन बैरियर जोगु ସାର୍ ଏ ଯୋଉ କୁହନ୍ତି ମୌସୁମୀ ଆସିଲା ସେଇଟା नहीं मौसुमीटा ନା हला ନା हमर कोन जनरल रेनफॉल को रिप्रेजेंट करा हुए हमर जोटी भी माउंटेनियस जगह रे अछि माउंटेन जोडे अछि ସେଇଠି ଆମର ଥର କୋଲ୍ଡ ୱାର୍ମ କୋଲ୍ଡ ଏୟାର ଯାଇକି ମଏଷ୍ଟ ଏୟାର ତ ସେଇଠି ଉପରକୁ ଉଠିଲେ କଣ ହବ ଆମର ଟେମ୍ପରେଚର ଆମର ତମେ ତ ଜାଣିଛ ଟେମ୍ପରେଚର ଆଜ वी ଇନକ୍ରିଜ ଟେମ୍ପରେଚର ଡ୍ରପ ହେଇ ହେଇ ଚାଲେ ତ ଉପରକୁ ଯାଇକି କଣ୍ଡେନ୍ସ ହେଇକି ଯୋଉ ରେନ ଟା ହୁଏ ତ ସେଇଟାକୁ ଆମେ କୁହାଯାଏ ଆମର ଓରୋଗ୍ରାଫिक प्रेसिपिटेशन माने एटा जनरली हिमालयस रे कि वेस्टर्न घाट्स रे जो रेनफॉल गुड़ा हुए सेगुड़ा हमें कुहा जाए ओरोग्राफिक रेनफॉल ଯୋଉଟା ହେଭି ହେଇଯାଏ ପାର୍ଟିକୁଲର ହେଭି ହେଇକିନା ତାପରେ ସେଠି ପ୍ରେସିପିଟେଟ୍ ହେଇଯାଏ। हाँ एटी हमर प्रेसिपिटेशन हुए ठीक अछि फॉर एनी माउंटेन बैरियर माउंटेन और हिल किछि भी टॉपोग्राफिक फीचर किछि भी टॉपोग्राफिक ऑब्स्ट्रक्शन ठीक अछि तो एटा हला हमर ओरोग्राफिक रेनफॉल तो नेक्स्ट हला कोन फ्रंटल फ्रंटल प्रेसिपिटेशन माने कोन फ्रंटल प्रेसिपिटेशन माने हमर हला जो फ्रंटल आसीची तो डिराइव फ्रॉम द वर्ड फ्रंट फ्रंट माने कोन गोटे इंटरफेस बिटवीन टू एयर पार्सल माने गोटे ठंडा एयर रो गोटे कोल्ड एयर और गोटे वार्म एयर भितरे गोटे माने ए मास ऑफ कोल्ड एयर और मास ऑफ वार्म एयर भितरे जो इंटरफेस टा फॉर्म हुए सेटा को हमें कुहा जाए फ्रंट इंटरफेस ऑफ टू डिस्टिंक्ट एयर पार्सल ठीक अछि ସାର୍ ଲଘୁଚାପକୁ କୁହନ୍ତି ତ ସାର୍ ଏଇଟା। नहीं लघुचाप हला तमरो साइक्लोनिक ଆଚ୍ଛା। साइक्लोनिक प्रेसिपिटेशन टा हला लघुचाप सेटा को हम जिबा जोटा प्रेशर डिफरेंस जो हुए एटा हला तमरो दीटा टाइप ऑफ एयर माने कोल्ड एयर और वार्म एयर रो गोटे इंटरफेस रे गोटे फॉर्म हुए जोटा फ्रंट ठीक अछि जोटा कि हमरो जनरली तमरो रेनी सीजन रे जो जनरल रेन टा हुए हमरो रेनी सीजन रे कोन हुए रेनी सीजन तो ऑटोमेटिक माने कोल्ड एयर वार्म एयर मिसी की थाए तो माने कोल्ड एयर माने को मॉइस्ट एयर हमर थाए आ जो सडन वार्मिंग जोगु जो गोटे फ्रंट फॉर्म मैं तुमको देखै दोछि करिकी तो वार्म एयर जो एठी आसे एटा हला हमर फ्रंट तो एटा गोटे लार्ज मास ठीक अछि एटा गोटे स्टैटिक
static mass ଏଇଟା ହେଲା ତମର ମୁଭମେଣ୍ଟ କରୁଛି in motion। ତ ଏଇଠି ଫ୍ରଣ୍ଟ ରେ ଯୋଉ ଯାଇକି ପ୍ରେସିପିଟେସନ ଟା ହୁଏ ଗୋଟେ ମାନେ ବ୍ୟାରିୟର ଟାଇପ ର ଏଟା ହେଇଯାଏ। ଯେମିତି ତମର ଅରୋଗ୍ରାଫିକ ରେ କଣ ମାଉଣ୍ଟେନ ଅର ହିଲ୍ ହେଲା ଗୋଟେ ବ୍ୟାରିୟର, ସେମିତି ଏଇଟା ଗୋଟେ ଇଣ୍ଟରଫେସ ଫର୍ମ ହେଇଯାଏ ଏ ମାସ ଅଫ କୋଲ୍ଡ ଏୟାର ଆଉ ଗୋଟେ ୱାର୍ମ ଏୟାର ର ଇଏରେ ଗୋଟେ ବ୍ୟାରିୟର ଫର୍ମ ହେଇଯାଏ। ସେଇଠି ଏଇଟା ହୁଏ ତମର କଣ ପ୍ରେସିପିଟେସନ ଯୋଉଟା ହୁଏ ସେଟା ହେଲା ଫ୍ରଣ୍ଟାଲ ପ୍ରେସିପିଟେସନ। ତ ଆମର ଫୋର୍ଥ ଟା ହେଲା କଣ ସାଇକ୍ଲୋନିକ। ସାଇକ୍ଲୋନିକ ହେଲା ତମର ପ୍ରେସର ଡିଫରେନ୍ସ ଯୋଉଟା କି ଲଘୁଚାପ ରୁ ହୁଏ। ଯୋଉଟା ହେଲା ତମର କଣ ଲୋ ପ୍ରେସର ରିଜନ କ୍ରିଏଟ ହେଇଯାଏ। ମାନେ ଧର ଏଇଟା ତମକୁ ଦେଖଉଛି, ଠିକ ଅଛି। ତ ଏଇଟା ଧର ସି ବେଡ୍ ହେଲା, ତ ପାଣି କି ସମୁଦ୍ର ଉପରେ ଗୋଟେ ଲାର୍ଜ ଏରିଆରେ ଗୋଟେ ଲୋ ପ୍ରେସର ହେଇଯାଏ। ଲୋ ପ୍ରେସର ଏଠି ହେଇଯାଏ ମାନେ ଡିପ୍ରେସନ ଯୋଉଟା କୁହାଯାଏ लो ପ୍ରେସର ଓଭର ଏ ଲାର୍ଜ ବଡି। ମନେ ରଖିଥାଅ ସମୁଦ୍ର କି ଇଏରେ ହିଁ ଏଇଟା ହୁଏ। लो ପ୍ରେସର ଯୋଉ ହେଇଗଲେ ତ ସାଙ୍ଗେ ସାଙ୍ଗେ କଣ କରିବ ଆମର ୱାର୍ମ ଏୟାର ଆମର କଣ କରିବ ସାଙ୍ଗେ ସାଙ୍ଗେ ରଶ କରିବ ଟୁୱାର୍ଡସ ଦ୍ୟାଟ। ଠିକ ଅଛି। ୱାର୍ମ ଏୟାର ରଶ କଲା ମାନେ କଣ ହବ, ଏଠି लो ପ୍ରେସର ଥିବ ତ ଏଠି ୱାର୍ମ ଏୟାର ରଶ କଲେ ସେ ଗୋଟେ ୱାର୍ମ ଏୟାର ରଶ କରିକି ସେଟା କଣ ହବ ଗୋଟେ ଫର୍ମରେ ଏଟା ଉପରକୁ ସାଇକ୍ଲିକ ଟର୍ମ ଏଟା ଉଠିବେ। ତ ସେଇଥିପାଇଁ ଏଟାକୁ ସାଇକ୍ଲୋନିକ କୁହାଯାଏ। ବୁଝି ହଉଛି? ହ୍ୟାଲୋ। ବୁଝିବ ସାର୍, ବୁଝିବ ସାର୍। ହଁ ହଁ ଠିକ ଅଛି। ତ ଏଠି ଆମର ଗୋଟେ ଜିନିଷ ମନେ ରଖିଥାଅ, ଗୋଟେ କ୍ୱେଶ୍ଚିନ୍ ତମର ଆସିଯାଏ କି ଆମର ଜେନେରାଲି ଆମର ଇକ୍ୱେଟରରେ, ସରି ଏଇଟା ଧର ଆମର ଇକ୍ୱେଟର ହେଲା ତ ନର୍ଦର୍ନ ହେମିସ୍ଫିୟର ଆଉ ସଦର୍ନ ହେମିସ୍ଫିୟର, ଠିକ ଅଛି। ତ ଗୋଟେ ଜିନିଷ ମନେ ରଖିଥାଅ ସାଇକ୍ଲୋନିକ ଯୋଉ ୱିଣ୍ଡ ଆମର ଫର୍ମ ହୁଏ ତ ନର୍ଦର୍ନ ହେମିସ୍ଫିୟରରେ ମନେ ରଖିଥାଅ ସବୁବେଳେ ଇନୱାର୍ଡ ଆଣ୍ଡ ଆଣ୍ଟି କ୍ଲକୱାଇଜ। ଠିକ ଅଛି। ଯୋଉ ତମର ସାଇକ୍ଲୋନିକ ୱିଣ୍ଡ ଟା ଫର୍ମ ହୁଏ ସବୁବେଳେ ମନେ ରଖିଥାଅ ଇନୱାର୍ଡ ଆଣ୍ଡ ଆଣ୍ଟି କ୍ଲକୱାଇଜ ଇନ ନର୍ଦର୍ନ ହେମିସ୍ଫିୟର। ଏଇଟା ବହୁତ ଗୁଡେ ଜାଗାରେ ବି ଆସିଛି ଡାଇରେକ୍ଟ କ୍ୱେଶ୍ଚିନ୍। ସବୁବେଳେ ମନେ ରଖିଥାଅ ସାଇକ୍ଲୋନିକ ଇଏରେ ଯୋଉଟା ଆମର ଇଏ ଫର୍ମ ହୁଏ ଇନୱାର୍ଡ ଆଣ୍ଡ ଆଣ୍ଟି କ୍ଲକୱାଇଜ ଫର୍ମ ରେ ଇନ ନର୍ଦର୍ନ ହେମିସ୍ଫିୟର। ଆଜ୍ଞା ସାର୍। ୱିଣ୍ଡ ମୋସନ, ଠିକ ଅଛି ମୁଁ ଲେଖିଦେଇଛି। ତ ଏଇଟା ହେଲା ଆମର କଣ ଟାଇପ୍ସ ଅଫ ରେନଫଲ ହେଲା। ତାପରେ ଆମର ନେକ୍ସଟ ଆମେ ଯିବା କଣ ଆମର ମେଜରମେଣ୍ଟ ଅଫ ରେନଫଲ। ତାପରେ ଗୋଟେ ଜେନେରାଲ ଆମେ ଦେଖିଦବା କି ଆମର ଇଣ୍ଡିଆନ ରେନଫଲ ସିଜନ ଗୁଡା କଣ କଣ ଅଛି। ଠିକ ଅଛି। ଇଣ୍ଡିଆନ ରେନଫଲ ସିଜନ ଗୁଡା କଣ କଣ ଅଛି ଆମେ ଦେଖିଦବା। ଇଣ୍ଡିଆନ ରେନଫଲ ସିଜନ କଣ, ତ ଫର୍ଷ୍ଟ ହେଲା ତମର ମନସୁନ। ମନସୁନ ଟା କାହା ମାନେ ରେଞ୍ଜ କି କହିପାରିବ ମନସୁନ ର ରେଞ୍ଜ? ଜୁନରୁ ଆମର ଜୁନ ଜୁନ ସେପ୍ଟେମ୍ବର। ଜୁନରୁ ହଁ ସେପ୍ଟେମ୍ବର। ଜୁନ ରୁ ସେପ୍ଟେମ୍ବର। ଜୁନ ରୁ ସେପ୍ଟେମ୍ବର ହେଲା ତମର ମନସୁନ ପିରିୟଡ। ତ ଏଇଟା ହୁଏ ଆମର ସାଉଥ ଇଷ୍ଟ ୱିଣ୍ଡ ଯୋଗୁ, ସାଉଥ ୱେଷ୍ଟ ୱିଣ୍ଡ ଯୋଗୁ, ସରି ସାଉଥ ୱେଷ୍ଟ ୱିଣ୍ଡ ଯୋଗୁ। ଏଇଟା ଇମ୍ପୋର୍ଟାଣ୍ଟ ନୁହଁ, ଖାଲି ଇଏଟା ମନେ ରଖିଥାଅ, ପିରିୟଡ ମନେ ରଖିଥାଅ। ଆଉ ନେକ୍ସଟ ଆମର ହେଲା ମନସୁନ ର ପୋଷ୍ଟ ମନସୁନ ଅଛି ଯୋଉଟା କି ଆମର ହୁଏ ଅକ୍ଟୋବର ରୁ ଡିସେମ୍ବର। ଦେନ୍ ଆମର ନେକ୍ସଟ ଅଛି ତମର ୱିଣ୍ଟର ରେନ୍।
जोटा कि हुए तमरो डिसेंबर टू फेब्रुआरी भितर। देन तमरो हला प्री मॉनसून रेन, जोटा कि हमें जनरली कहू समर रेन। समर रेन टा हुए तमरो कोन मार्च ରୁ एप्रिल। तो एटा मन रखिता तमरो मेजोरिटी ऑफ येटा हुए केवल जून ରୁ सेप्टेम्बर, जोटा कि साउथ वेस्ट विंड पे, ठीक अछि। लिखि दोछि साउथ वेस्ट विंड जोगु हमर जनरली इंडिया रे हमर रेनफॉल रो मेजोरिटी हला ड्यू टू साउथ वेस्ट विंड्स, ठीक अछि। नेक्स्ट आमे जिबा कोन मेजरमेंट ऑफ रेनफॉल। मेजरमेंट ऑफ रेनफॉल, अच्छा रेनफॉल हमर मेजरमेंट को डिवाइस रे करा हुए। रेन गज। रेन गज। रेन गज। तो रेन गज रो हमर बेसिकली टू टाइप्स ऑफ रेन गज अछि। रेकॉर्डेड आ गोटे नॉन रेकॉर्डिंग हाँ, रेकॉर्डेड। नॉन रेकॉर्डिंग। बस रिकॉर्डिंग हाँ नॉन हाँ। रिकॉर्डिंग। तो रिकॉर्डिंग रे हमरो मन रखितो रिकॉर्डिंग रे जनरली नॉन रिकॉर्डिंग फर्स्ट हला हमरो मन रखितो इंपोर्टेंट हला साइमंस सिमन। रेनगज। हाँ, हम्म, ठीक अछि। आ गोटे हला तमरा आईएस रेनगज। तो रिकॉर्डिंग रे कोन फर्स्ट हला तमरो वेइंग बकेट, सेकंड हला कोन टिपिंग बकेट, हम्म, आ गोटे कोन नेचुरल साइफोन, ठीक अछि। तमरो रिकॉर्डिंग रो तीनटा, नॉन रिकॉर्डिंग रो दीटा, एतिकी टाइप ऑफ रेनगज अछि। अच्छा, नॉन रिकॉर्डिंग रेनगज हमरो जनरली साइमंस रेनगज टा इंपोर्टेंट, ता विषय क्वेश्चन आसे, किंतु नॉन रिकॉर्डिंग रेनगज एबे ऑब्सोलीट हे गेलानी, आउ यूज होनी। हमर सबु एबे जोठी भी यूज होची रिकॉर्डिंग टाइप ऑफ रेनगज यूज होची, ठीक अछि। फिर भी हमर क्वेश्चन जेहेतु आछी हमें जानि दबा साइमंस रेनगज विषय रे। साइमंस रेनगज विषय रे मन रखिता हमर यार जनरली पार्ट्स ऊपर क्वेश्चन पचरा जाए, ठीक अछि। तो आज्ञा। ମୁଁ ଗୋଟେ ଛୋଟ ଡାଇଗ୍ରାମ ଟେ କରିଦଉଛି। ତ ଆମର ସାଇମନ୍ସ ରେନଗଜ ରେ ମନେ ରଖିଥାଅ। ତ ଏଇଟା ହେଲା ଆମର ସାଇମନ୍ସ ରେନଗଜ ରେ ଏମିତି କିଛି ଗୋଟେ ସାଇମନ୍ସ ରେନଗଜ ଆମର ଦେଖାଯାଏ, ଠିକ ଅଛି। ତ ଏଇଟା ହେଲା ହେଲା କଣ କଲେକ୍ଟର। हम्म, କଲେକ୍ଟର, ଏଇଟା ହେଲା ତମର ରିସିଭର, ଆଉ ତମର ଏଇ ଜିନିଷ ହେଲା ମେଟାଲ କଣ୍ଟେନର, ଜେନେରାଲି ଜିଙ୍କ ର ହୁଏ। ଆଉ ତମର ଏଇଟା ମନେ ରଖିଥାଅ କି ୟାର ଯୋଉ କଲେକ୍ଟର ର ଡାୟା ହେଲା 12.7 ସେଣ୍ଟିମିଟର। सेंटीमीटर। ହୁଁ, ଏଇଟା ଇମ୍ପୋର୍ଟାଣ୍ଟ, ଡାଇରେକ୍ଟଲି କ୍वेଶ୍ଚେନ୍ସ ବି ଆସିଛି ଆଜ୍ଞା। କି ଡାଇମିଟର ଅଫ ସାଇମନ୍ସ ରେନଗଜ କେତେ, ତ ଏଟା କହିଦବ କି 12.7 ସେଣ୍ଟିମିଟର, ଠିକ ଅଛି। ତ ଏତିକି, ଆଉ କିଛି ସାଇମନ୍ସ ରେନଗଜ ବିଷୟରେ ଆଉ କିଛି ଇମ୍ପୋର୍ଟାଣ୍ଟ ନାହିଁ। ନେକ୍ସଟ ଆମେ ଯିବା ଆମର ୱେଇଂ ବକେଟ ଟାଇପ ଇମ୍ପୋର୍ଟାଣ୍ଟ ଯୋଉଟା ଅଛି। ତ ୱେଇଂ ବକେଟ ହେଲା ତ ୱେଇଂ ବକେଟ ଟାଇପ ର କଣ ଆମର ଜେନେରାଲି ଯେମିତି କି ନେମ୍ ସଜେଷ୍ଟ କରୁଛି ୱେଇଂ ବକେଟ। ଆଚ୍ଛା, ଏଇଥିରେ କଣ ଆମର ସାଇମନ୍ସ ରେନଗଜ ରେ କଣ ବର୍ଷା ହେଲା
पानी कलेक्ट हैला, आमे अमाउंट ऑफ माने आमे जानिले कौन ना केते वॉल्यूम एटी केते पानी कलेक्ट होला आमे पाइले, तो आमे एठू प्रेसिपिटेशन डायरेक्टली पाई जिबा कि वॉल्यूम बाय एरिया ऑफ कलेक्टर। एरिया कलेक्ट। एठी हमर कोन डायरेक्टली मिली गला कोन हमर प्रेसिपिटेशन माने केते रेनफॉल हैला इन सेंटीमीटर कि एमएम कि जहां भी हमें डायरेक्टली पाई गेले। किंतु एठी हमकू इंटेंसिटी तो देलानी, इंटेंसिटी कोन हमर रेनफॉल ड्यूरेस माने रेनफॉल बाय ड्यूरेशन, तो सेठी हमको ड्यूरेशन देलानी, आमे जनरली लगेई देले तो सेठी डायरेक्टली दे देला कि एत्ती की 30 सेंटीमीटर रेनफॉल ହେଇଛି केते टाइम रे सेटा हमको देलानी। तो एइटा हमें कोठी जानि परिया वेइंग बकेट टाइप रे, जोटा कि हमर कोन रेकॉर्डिंग टाइप। तो एठी कोन हबो वेइंग बकेट रे, से गोटे जनरली इट रेकॉर्ड्स डाटा ओवर ए ग्राफ। तो ग्राफ रेकॉर्ड कले कोन हबो कोउ टाइम रे केते रेनफॉल होला एठी हम एक्यूरेटली पाई परिबा। ठीक अछि। तो वेइंग बकेट जनरली एई कॉन्सेप्ट रे काम करे। तो वेइंग बकेट रे ଆମର ଗୋଟେ କ୍ଲକୱାର୍କ ଡ୍ରିଭେନ୍ ଚାର୍ଟ ଗୋଟେ ଅଛି, ମାନେ ସେ ଚାର୍ଟ ଟା ଏମିତି ରୋଟେଟ କରୁଥିବ ଆଉ ଗୋଟେ ପେନ୍ ଟେ ଲାଗିଥିବ। ତ ପେନ୍ ଟା ଯେମିତି ଆମ ୱାଟର ଫୁଲ ହେଇଯିବ ପେନ୍ ଟା ଉପରକୁ ତଳକୁ ମୁଭ ହବ। ତ ସେଇଥିରେ ଆମର କଣ ହବ ନା ଗୋଟେ ଗ୍ରାଫ ଟାଇପ ର ଫର୍ମ ହବ। ଠିକ ଅଛି, ମୁଁ ଡାଇଗ୍ରାମ ବେଶୀ ଯାଉନି କାରଣ ଡିଟେଲ୍ସ ରେ ଏଗୁଡ଼ା ଏତେ ଆସିବନି, ଖାଲି ମନେ ରଖିଥାଅ ଏଇଟା ହେଲା ରେକର୍ଡିଂ ଟାଇପ ରେ ୱେଇଂ ତମର ଆସେ। ତ ନେକ୍ସଟ ହେଲା ତମର ଟିପିଂ ବକେଟ ଟାଇପ। ତ ଟିପିଂ ବକେଟ କଣ, ଟିପିଂ ବକେଟ ହେଲା ସେମ ୱେଇଂ ବକେଟ ଯାହା ଟିପିଂ ବକେଟ ସେଇଆ, ଖାଲି ଏଥିରେ ଗୋଟେ ଏକ୍ସଟ୍ରା ମେକାନିଜମ ଟା ଲାଗିଛି। କଣ ଗୋଟେ ବକେଟ ଗୋଟେ ଛୋଟ ଟାଇପ ର ଗୋଟେ ଟୁ କମ୍ପାର୍ଟମେଣ୍ଟ ର ଗୋଟେ ଟିପିଂ ବକେଟ ଲାଗିଛି। ତ ଯେମିତି ଆମର ରେନ୍ ଆସିଲା କଲେକ୍ଟର ରୁ ତଳକୁ, ତ ସେଟା କିଛି ଗୋଟେ ଏମିତି ଦେଖାଯାଏ, ମୁଁ ତମକୁ ଦେଖଉଛି। ସେଟା ଉଲ୍ଟି ଯିବ। ହଁ, ତ ଠିକ ଅଛି, ସେ ଏଇ ମେକାନିଜମ ଟା କିଛି ଗୋଟେ ଏମିତି ଦେଖାଯାଏ। ତ ଏଠି ଯେତେ ତମର ପାଣି ଆଗ ଏଇଠୁ ଡ୍ରପ ହେଲା ପାଣି, ତ ଏଠି ଆଗ ପାଣି ଫୁଲ ହବ। ଠିକ ଅଛି, ଯେମିତି ଏଠି ପାଣି ଫୁଲ ହେଇଯିବ ସେଇଟା ତମର ଓଲଟି ଯିବ, ଏଇ ବକେଟ ଟା ପ୍ଲେସ ରେ ଆସିଯିବ। ହୁଁ। ତ ଏଠି ହେଲା ତମର ମନେ ରଖିଥାଅ କି 0.25 mm ଅଫ ରେନଫଲ। ହଁ। 0.25 mm ରେନଫଲ ଯେମିତି ଆସିବ, ସେ ବକେଟ ଟା କଣ ହବ, ସେଇ ଯୋଉ ଏଇ ମେକାନିଜମ ଟା ସାଙ୍ଗେ ସାଙ୍ଗେ ଟିପ୍ କରିଯିବ। ଟିପ୍ କରିକି ନେକ୍ସଟ ବକେଟ ଆସିଯିବ ତା ପ୍ଲେସ କୁ। ତ ସେଠି ଫେରେ 0.25 ହେଲେ ଫେର ଟିପ୍ କରିବ। ତ ସେଥିପାଇଁ ୟା ନାଁ ହେଲା ଟିପିଂ ବକେଟ। ଠିକ ଅଛି। ଆଜ୍ଞା। ଆଚ୍ଛା, ନେକ୍ସଟ ଆମର ହେଲା କଣ ନ୍ୟାଚୁରାଲ ସାଇଫୁନ। ନ୍ୟାଚୁରାଲ ସାଇଫୁନ କଣ ହେଲା ଆମର, ଜେନେରାଲି ଏଟା ହେଲା ଗୋଟେ ଫ୍ଲୋଟ ମେକାନିଜିମ। ଫ୍ଲୋଟ ରେନଗଜ ବି କହିପାରିବା ଆମେ। ଫ୍ଲୋଟ ରେନଗଜ କଣ ପାଇଁ, କାରଣ ଆମର ଏଠି ଯୋଉ ଆ ଗୋଟେ ଯେମିତି ଆମର କଣ କହିପାରିବା, ମୁଁ ତମକୁ ଦେଖଉଛି ଗୋଟେ ଇଏରେ। ତ ଏଠି ଯେମିତି ତମର ପାଣି ଲେଭେଲ ଧର ଏତିକି ଅଛି, ଏଠି ଗୋଟେ ମେକାନିଜମ ଲାଗିଥାଏ, ତ ଗୋଟେ ଫ୍ଲୋଟ ଲାଗିଥାଏ। ଠିକ ଅଛି, ତ ତମର ଯେମିତି ରେନଫଲ ବଢି ବଢି ଚାଲିବ, ଏଇ ଫ୍ଲୋଟ ଟା କଣ ଉପରକୁ ଉଠିବ। ଯେମିତି ପାଣି ତମର ଫିଲଅପ ହେଇ ହେଇ ଚାଲିବ, ଏଇ ଫ୍ଲୋଟ ଟା ଉପରକୁ ଉଠିବ। ହୁଁ। ତ ଫ୍ଲୋଟ ଟା ଉପରକୁ ଉଠି ଗୋଟେ ଏଇ ଟାଇମ କୁ ଏଇଠି ଆମର ଏଇଠି ରିଷ୍ଟ୍ରେନ୍ ଲାଗିଛି, ତ ଏଇଠି ଏଠିକି ଆସିଗଲା ପରେ ଆମେ ଜାଣିଦେଲେ ଯେ ପାଣି ଫୁଲ ହେଇଗଲା। ତ ପାଣି ଆମେ ଡ୍ରେନ୍ କରିଦେଲେ କେତେ କ୍ୱାଣ୍ଟି ଅଫ ପାଣି ଜାଣିଗଲେ। ତାପରେ ଗୋଟେ ୱାଟର କୁଲର ଯେମିତି କି ଏମିତି ଲାଗିଥାଏ। ହଁ, ୱାଟର କୁଲର ଯେମିତି ଲାଗିଥାଏ ଆମର ସେଇଭଳିଆ ମେକାନିଜମ ଟା ଏଠି କାମ କରେ। ତ ଏଇଟା ମନେ ରଖିଥାଅ, ଆମର ନର୍ମାଲ ରେ ନର୍ମାଲ ଇଏରେ ଆମର ଇଣ୍ଡିଆନ ଷ୍ଟାଣ୍ଡାର୍ଡ ରେ ଏଇଟା ରେକମେଣ୍ଡ କରାଯାଏ। ଠିକ ଅଛି, ନର୍ମାଲ ସରକମଷ୍ଟାନ୍ସ ରେ
आईएएस रिकमेंडेशन एटा ठीक अछि तो हाँ आउ गोटे जिनस एठी मन रखिता एटा नॉर्मल सरकम टिपिंग बकेट टा कोठी यूज हुए हमर एटा गोटे मन रखिता जोठी तमरो inaccessible area. रिमोट एंड इन एक्सेसिबल एरिया ସେଇଠି ତମର ରେନଫଲ୍ ମେଜର କରିବା ପାଇଁ ଟିପିଂ ବକେଟ ୟୁଜ ହୁଏ ଠିକ ଅଛି ତ ଏଇଟା ହେଲା ତମର କଣ ଟାଇପ୍ସ ଅଫ ରେନ ଗଜ ହେଲା ଏତିକି ତ ଟାଇପ୍ସ ଅଫ ରେନ ଗଜ ହେଲା ପରେ ନେକ୍ସଟ ଆମେ ଦେଖିବା ଆଉ ଦିଟା ହିଁ କନସେପ୍ଟ ଦେଖିଦବା ତାପରେ ଆମେ ତାର ରିଲେଟେଡ କିଛିଟା ଯେତେଟା କ୍ୱେଶ୍ଚନ ଆସିଛି ପ୍ରିଭିୟସ ଇୟର ରେ ଅଲଗା ଅଲଗା ଏକ୍ସାମ୍ସ ରେ ମୁଁ ସେଟା କରିଛି ସେଟା ଦେଖିଦବା ଠିକ ଅଛି ତ टाइप्स ऑफ रेनगोज पर हमरो अच्छा गोटे जिंस हला रेनगोज हमरो गोटे कैचमेंट एरिया रे आमे केतेटा रेनगोज दबा सेटा केमति जानिबा कि कहि परिबो कि केतेटा रेनगोज आमे दबा माने को वे रु आमे फाइंड आउट करि परिबा कि किछि माने किछि गोटे टर्म थियो माने एतिक एरिया रे एतिक रेनगोज दबा एति एरिया रे एतिक रेनगोज दबा तो सेटा आमे केमति डिटरमाइन करूचे आगो आज किछि एनी आइडिया तेरे टेरेन को लेके हाँ टेरेन को नेकी एग्जैक्टली नुह हमर रेन गॉज रे हमें कौन मेजर करे जनरली हमें प्रेसिपिटेशन मेजर करूचे माने आगे रेनफॉल तो रेनफॉल को ही नेकी हमें करबा केते रेनफॉल होउची ठीक अछि को आगे एरिया रे केते रेनफॉल होउची अकॉर्डिंग टू दैट हमें रेन गॉज प्रोवाइड करबा तो जोटा हला हमर ऑप्टिमम नंबर ऑफ रेन गॉज ऑप्टिमम नंबर ऑफ रेन गॉज जोटा हमें प्रोवाइड करबा सेटा हमर बेस्ड ऑन कोन रेनफॉल इन दैट एरिया अच्छा रेनफॉल इन दैट एरिया बोली कैचमेंट एरिया तो बहुत बड़ हमें रेनफॉल इन दैट एरिया केमती मेजर करबा धर गोटे एरिया रे हमर P1 P2 P3 P4 चारटा माने चारटा जगह रे अलग अलग प्रेसिपिटेशन होउची ठीक अछि चारटा जगह अलग अलग प्रेसिपिटेशन होउची तो आमे कोन करबा ना यार गोटे एवरेज नै जिबा P एवरेज तो यार एई चारटा रो आमे एवरेज नेले तो सेठू आमे बाहर करबा कोन गोटे आसे हमर कोएफिशिएंट ऑफ वेरिएशन माने केतेटा माने केते हमर वेरिएट करूची एवरेज टू तो सेही हिसाब रे गोटे आसे कोन कोएफिशिएंट ऑफ वेरिएशन जोटे कि हमें सीवी रे रिप्रेजेंट करा जाए ठीक अछि आउ गोटे हला तमर कोन एरर गोटे जिनस मन रखिता अच्छा मु एटा जनरली तमर न्यूमेरिकल एथरे आसीबनी बस मु तुमको बुझेई दउजी एटा खाली माने रैंडमली माने तो कहूनी मु तुमको एग्जैक्टली बुझेई दउजी जिनसटा कोन तो हमर थरो गोटे एरिया रे चारटा टाइप रो रेनफॉल होची तो हमें सेठू हमें काढिले कोन पी एवरेज काढले तो स्टैंडर्ड डेविएशन हमर जानिचो कोन माने केते वेरिएट करची फ्रॉम द मीन कि एवरेज रु केते अलग अलग रेनफॉल वेरी करची तो जोटे कि हमें सिग्मा रे रिप्रेजेंट कर तो सेटा हला कोन हमर पी आई माइनस पी एवरेज बाय एम माइनस वन माने पी आई माने इंडिविजुअल रेनफॉल माइनस पी एवरेज जोटा हमें काढीचे बाय एम माइनस वन रे कोन हमर स्टैंडर्ड डेविएशन एटा बाहरला तो कोएफिशिएंट ऑफ वेरिएशन हला 100 into स्टैंडर्ड So डेविएशन m-1. हाँ एम माइनस वन जनरली हमें करा जाए स्टैंडर्ड डेविएशन रे कोन पई ना हमर जेतेटा हमें ऑब्जर्वेशन नउचे माने एम नंबर ऑफ ऑब्जर्वेशन हमें यदि नउचे तो एम माइनस वन करके हम स्टैंडर्ड डेविएशन काढू Okay. हाँ सॉरी एटा स्क्वायर हबो छाड़ देइछु तो पी आई माइनस पी एवरेज स्क्वायर बाय एम माइनस वन तो कोफिशिएंट ऑफ वेरिएशन 100 into सिग्मा बाय पी एवरेज ठीक अछि
तो जनरली ए न्यूमेरिकल आसीबनी, तो एगुड़ा भी पचारिबेनी, खाली मन रखिथा कोफिशिएंट ऑफ वेरिएशन टा कोन तमरो नॉर्मल स्टैंडर्ड माने नॉर्मल मीन रु केते वेरिएट करूची रेनफॉल। थर आमे कहया मीन हैला 30 सेंटीमीटर ए एरिया रो, गोटे जगह रे हे गला तमरो 25 सेंटीमीटर रेनफॉल, तो 5 सेंटीमीटर वेरिएट करूची मीन टू, ठीक अछि। तो हमरो एठी नंबर ऑफ रेन गॉज जो फॉर्मूला अच्छी सेटा हुए n इज इक्वल टू कोफिशिएंट ऑफ वेरिएशन बाय एरर रो होल स्क्वायर, हम्म ठीक अछि। एरर हला कोन परमिसेबल एरर, आगे परमिशन परमिसेबल एरर, अल्लाह हाँ हाँ परमिसेबल और अलाउड एरर जेतिकी भी। तो एतिकी ହେଲା तमरो कोन नंबर ऑफ रेन गॉज केते प्रोवाइड करा जाय। अच्छा आउ गोटे ने नेक्स्ट हमें प्रेसिपिटेशन रो अलग अलग जो कैलकुलेशन सेटा नेक्स्ट क्लास रे पढिबा। आज पे एतिकी थाउ, हमें क्वेश्चन से रिलेटेड जेतिकी अछि देखि देबा ना, का को डाउट अछि कि ए विषय रे। म्यूट ଟିକେ कर ମ୍ୟାଡାମ ଟିକେ म्यूट କରନ୍ତୁ। ରୋଜାଲିନ ପରିଡ଼ା ହ୍ୟାଲୋ ମ୍ୟାଡାମ ଟିକେ ମ୍ୟୁଟ କରିଦିଅନ୍ତୁ ଆପଣଙ୍କର। ସରି ସରି हाँ नहीं नहीं किछि नहीं, तो जेतिकी हमें एबे पढिले आदरो किछि डाउट अछि कि ना क्वेश्चन देखि देबा। क्वेश्चन सार करिए क्वेश्चन करिए। हाँ ठीक अछि, तो यार जनरली हमें जेतिकी भी पढिले एबे सॉरी के तो यार रिलेटेड हमें क्वेश्चन देखि देबा। तो जेमति कि हाइड्रोलॉजी रो क्वेश्चन अछि, तमे स्टार्टिंग रो कहि परियो फर्स्ट आंसर हमर कोन कोन हबो। वाटर फर्स्ट क्वेश्चन ना देखो हमरो हाइड्रोलॉजिकल साइकिल। हाइड्रोलॉजिकल साइकिल हाइड्रोलॉजिकल साइकिल सर। बस हाइड्रोलॉजिकल साइकिल, ठीक अछि। तो इंडियन मेट्रोलॉजिकल डिपार्टमेंट। हाँ मेट्रोलॉजिकल डिपार्टमेंट। बस हमर सेकंड हला इंडियन मेट्रोलॉजिकल डिपार्टमेंट, आ एटा जनरली मन एटा देखता न्यू दिल्ली रे तारो येटा अछि हला, न्यू दिल्ली रे तारो अछि इंडियन मेट्रोलॉजिकल, जोटा कि हमर रेनफॉल को ये को हमर सेठू डाटा उडा डिराइव हुए। तो थर्ड क्वेश्चन सेमती डेप्थ ऑफ वाटर। डेप्थ ऑफ वाटर। हाँ प्रेसिपिटेशन इज मेजर इन टर्म्स ऑफ डेप्थ ऑफ वाटर, वाटर हाँ ठीक अछि। तो नेक्स्ट हमर कोन इट इज नॉट ए फॉर्म ऑफ प्रेसिपिटेशन, स्मॉग। स्मॉग। स्मॉग, ଟିକେ ଛୋଟ କରୁନାହାନ୍ତି ବହୁତ ବଡ ହେଇଯାଇଛି ଦେଖ। हाँ हाँ ठीक अछि, ठीक अछि एबे ଉପରକୁ आगे ठीक अछि। ହଁ तो ଦେଖ नेक्स्ट क्वेश्चन जिबा हमें कोन अछि, रेनफॉल विथ एन इंटेंसिटी ऑफ 5 mm per hour is classified as कौन होबो। मॉडरेट। ମଡରେଟ मॉडरेट। हाँ बस मॉडरेट रेनफॉल ना हमें जानले 2.5 रु 7.5 भितर है मॉडरेट रेनफॉल, ठीक अछि। एगुड़ा सब तुम क्वेश्चन गुड़ा डायरेक्टली आसी को ना को जे एग्जाम रे डीएफसीसीआईएल हो कि हमर अलगा स्टेट जेई हो, सब ए क्वेश्चन गुड़ा डायरेक्ट आसी, ठीक अछि। सेही क्वेश्चन गुड़ा मु उठे की फ्रेम करिछि। तो नेक्स्ट क्वेश्चन टा कुहो। वाटरशेड लीकेज। वाटर शेड लीकेज हाँ वाटर साइड लीकेज। हाँ एटा हला वाटर सेड लीकेज तमरो नंबर 6, ठीक अछि। देन हमर नेक्स्ट क्वेश्चन एटा सॉरी मास्कर। अच्छा ना एटा हमें पढ़िने आजी, एटा हमें नेक्स्ट ईयर रे पढ़िबा। तो एटा हैला तमरो आइसोहाइटल मैप। आइसो हाँ आइसो आइसो हाँ हाइट आइसो तो एटा आइसो सर आसला मौके भी आसला। हाँ तो आइसो हाइट हैला तमरो कोन लाइन कनेक्टिंग सेम
points with same rainfall. same rainfall ठीक ଅଛି ତ Okay. ସେଇଟା ଯୋଉଟା ଆମର ରିପ୍ରେଜେଣ୍ଟ କରା ହୁଏ ସେଇଟା ହେଲା ଆଇସୋଆଇଟାଲ ମ୍ୟାପ ଆଚ୍ଛା ନେକ୍ସଟ କଣ ଅଛି ଆମର ନେକ୍ସଟ କୁହ D. So, These interest ଦିଟା evaporation ହଁ ନେକ୍ସଟ ଆମର କଣ ପ୍ରେସିପିଟେସନ ମାନେ ଦେଖ ସବୁ ଜିନିଷ ତ ଆମର ଏଠି ଇନକ୍ଲୁଡ କରାହେଇନି କିନ୍ତୁ ଅପସନ ହିସାବରେ ଆମେ କହିବା କୋଉଟା ହବ ଆନ୍ସର ତ ଏଠି ସବୁଠୁ ବେଷ୍ଟ ଅପସନ କୋଉଟା ଅଛି D ଟା A. ଦିଟା ସବୁ ନା ହଁ ଦେଖ ଏ ବି କରେକ୍ଟ ଅଛି ଡି ବି କରେକ୍ଟ କିନ୍ତୁ ବେଷ୍ଟ ଅପସନ ହେଲା ଆମର ଡି ଠିକ ଅଛି କଣ ପାଇଁ ନା ଆମର ଇନଫିଲ୍ଟ୍ରେସନ ର ଆମାଉଣ୍ଟ ଟା ବହୁତ କମ ଆଜ କମ୍ପେୟାର ଟୁ ଏଭାପୋରେସନ ଆଜ୍ଞା ରନ ଅଫ୍ ଟା ହେଲା ମେଜର କିନ୍ତୁ ଏଭାପୋରେସନ ଟା ହେଲା ଇନଫିଲ୍ଟ୍ରେସନ ଟୁ ଅଧିକା ତ ଆମେ ଏଇଟାକୁ ପ୍ରେସିପିଟେସନ ଇଜ ଇକ୍ୱାଲ ଟୁ ଏଭାପୋରେସନ ପ୍ଲସ ରନ ଅଫ ଦେଇକି କାଲକୁଲେଟ କରିବା ଠିକ ଅଛି ଆଜ୍ଞା ଠିକ ଅଛି ତ ନେକ୍ସଟ क्वेश्चन देखो here must be according to the plan to interest turbulent rainfall ସାର୍ convective ସାଇକ୍ଲୋନିକ ଆଚ୍ଛା ଆଚ୍ଛା ହଁ ଠିକ ଅଛି ମୁଁ ତମକୁ କହୁଛି ଏଇଟା ଟିକେ turbulent ଅଲଗା ଅଛି ascent ହଁ ତ ଯେହେତୁ କି ଆମର ଜେନେରାଲି ଏଠି ଦେଖ ସବୁବେଳେ ମନେ ରଖିଥାଅ ଏଠି ଯେହେତୁ ଆମର ଟର୍ବୁଲେନ୍ସ ଆଣ୍ଡ ଫ୍ରିକ୍ସନ ଦିଆ ହେଇଛି ତ ଏଇଟା ହବ ରେନଫଲ ଡ୍ୟୁ ଟୁ ଟର୍ବୁଲେଣ୍ଟ ଆକ୍ସେଣ୍ଟ ଠିକ ଅଛି ତ ଆମେ ଅପସନ ରୁ ବି କାଟି ପାରିବା ଓରୋଗ୍ରାଫିକ ହବନି କନଭେକ୍ଟିଭ ହବନି ସାଇକ୍ଲୋନିକ ହବନି କାରଣ ପ୍ରେସର ଡିଫରେନ୍ସ ଦେଇନି କି ଟେମ୍ପରେଚର ଡିଫରେନ୍ସ ଦେଇନି କି ଆଜ୍ଞା ଟପୋଗ୍ରାଫିକ ବ୍ୟାରିୟର ଦେଇନି ତ ତେଣୁ ଆମେ ଅପସନ ଏଲିମିନେସନ ରୁ ବି ଜାଣିପାରିବା ଠିକ ଅଛି ଆଚ୍ଛା ନେକ୍ସଟ क्वेश्चन ଦେଖ କୋଉଟା ହବ ଭଲସେ ଅପସନ ଗୁଡା ପଢ tropical cyclone and clockwise northern region of high pressure region of high pressure with clockwise wind in northern hemisphere Sir, D B ଟା ଟା ହବ